ଚତୁର୍ଥୀ ରାତିରେ ମୋ ପୁଅ ରୁମ୍ରୁ ମୋ ବୋଉର ଚିତ୍କାର ଶୁଭୁଥିଲା। ଆଉ ସକାଳେ ବୋଉ ଛାଡ଼ପତ୍ର ଦେଇ କହୁଥିଲେ, ତୁ ମୋ ପୁଅର ଡାକ୍ତରୀ ପରୀକ୍ଷା କର। ମୁଁ ମୋ ପୁଅର 3 ଥର ବିବାହ କଲି, ଆଉ 3 ଥର ସେମିତି ହିଁ ଘଟିଲା। ଚତୁର୍ଥ ଥର ମୁଁ ନିଜେ ତାଙ୍କ ଚତୁର୍ଥୀ ରାତିରେ ମୋ ପୁଅ ରୁମ୍ରେ ଲୁଚି ରହିଲି। ଆଉ 10 ମିନିଟ୍ ପରେ ଯାହା ହେଲା ଦେଖି ମୋ ପ୍ରାଣ ଥରି ଉଠିଲା। କାରଣ ଆଜି ମୋ ପୁଅର ଦ୍ୱିତୀୟ ବିବାହ ଥିଲା। ତା ପ୍ରଥମ ବିବାହରେ ଯାହା ହୋଇଥିଲା ମୁଁ ସେସବୁକୁ ଭୁଲିବାକୁ ଚାହୁଁଥିଲି, କାରଣ ତାହା ଏକ ଅଦ୍ଭୁତ ଘଟଣା ଥିଲା। କିନ୍ତୁ ଆଜି ତାର ଦ୍ୱିତୀୟ ବିବାହ ଥିଲା। ମୁଁ ନିଶ୍ଚିତ ଥିଲି ଯେ ସେ ମୋ ପୁଅର ଯତ୍ନ ନେବେ। ମୋ ପୁଅ ବହୁତ ଭଲ ଆଉ ବହୁତ ଟଙ୍କା ରୋଜଗାର କରୁଥିଲା ଏବଂ ବହୁତ ସୁନ୍ଦର ଥିଲା। ସେ ଏହି ପରିବାରର ଏକମାତ୍ର ଉତ୍ତରାଧିକାରୀ ଥିଲା। ସମସ୍ତେ ତାଙ୍କୁ ଭଲ ପାଉଥିଲେ। ତେଣୁ କାହାରିକୁ ଏହି କଥା ଅଜୀବ ଲାଗୁନଥିଲା କି ତାର ଦ୍ୱିତୀୟ ବିବାହ ଏତେ ଶୀଘ୍ର ହେଉଥିଲା। କିନ୍ତୁ ମୋର ହୃଦୟ କମ୍ପି ଉଠୁଥିଲା। ରାତି ଯେତିକି ପାଖେଇ ଆସୁଥିଲା ମୋର ହୃଦୟ ଦ୍ରୁତ ଗତିରେ ଧକ୍ ଧକ୍ କରୁଥିଲା ଏବଂ ମୁଁ ଚିନ୍ତିତ ହେଉଥିଲି ଯେ ମୋ ଝିଅ ମଧ୍ୟ ଏ ବିଷୟରେ ଜାଣିଥିଲା ଏବଂ ସେ ମଧ୍ୟ ମୋ ଭଳି ଚିନ୍ତିତ ଥିଲା। ଆଉ ସେ କହିଲା, ମା, ଯଦି ଆଜି ମଧ୍ୟ ସେହି ଘଟଣା ଘଟେ ତେବେ କ'ଣ ହେବ? ମୁଁ କହିଲି, ତୋ ପାଟିରୁ କିଛି ଭଲ କଥା ବାହାର କର। ମୁଁ ପୂର୍ବରୁ ଚିନ୍ତିତ ଅଛି। ବର୍ତ୍ତମାନ ସମସ୍ତ ଅତିଥି ପହଞ୍ଚିଛନ୍ତି। ଗତ ଥର ଦେଶରେ ମହାମାରୀ ହେତୁ ଆମେ ଏତେ ଲୋକଙ୍କୁ ନିମନ୍ତ୍ରଣ କରିପାରିନଥିଲୁ, କିନ୍ତୁ ସମସ୍ତ ସମ୍ପର୍କୀୟ ଏହି ବିବାହକୁ ବହୁତ ଉତ୍ସାହର ସହିତ ଆସିଥିଲେ। ତେଣୁ ଲୋକମାନେ ପୂର୍ବ ବିବାହ ବିଷୟରେ ଅଧିକ ଜାଣିନଥିଲେ ଏବଂ ଏହା ମଧ୍ୟ ଜାଣିନଥିଲେ ଯେ ପ୍ରଥମ ବିବାହରେ ଏମିତି କ'ଣ ହୋଇଥିଲା ଯେ ଏବେ ଦ୍ୱିତୀୟ ବିବାହ କରିବାକୁ ପଡ଼ୁଥିଲା। ମୋ ପୁଅ ଏଥିରେ ବହୁତ ଖୁସି ଥିଲା। ଆଉ କୌଣସି ଅସୁବିଧା ନଥିଲା, କାରଣ ତାଙ୍କର ଏହି ପତ୍ନୀ ପ୍ରଥମ ପତ୍ନୀଙ୍କ ଅପେକ୍ଷା ଅଧିକ ସୁନ୍ଦର ଥିଲେ ଏବଂ ବୟସରେ ମଧ୍ୟ ସାନ ଥିଲେ। ତ ତାର ଖୁସି ହେବା ଉଚିତ ଥିଲା। ଶୀତଦିନ ଥିଲା। ଅଧିକାଂଶ ଅତିଥି ଘରେ ରହିଥିଲେ। ସମାରୋହ ବାହାରେ ଅନୁଷ୍ଠିତ ହେଉଥିଲା। ନାଚ ଗୀତ ଚାଲିଥିଲା। ଲୋକମାନେ ନିଜ ମଧ୍ୟରେ ଥଟ୍ଟାମଜା କରୁଥିଲେ। ମୁଁ ମୋ ବଡ଼ ଯାଆଙ୍କୁ କହିଲି ଯେ ନୂଆ ବୋହୂ ଅନ୍ୟ ସହରରୁ ଆସିଛି ଏବଂ ବହୁତ ଥକି ଯାଇଛି। ମୁଁ ଭାବୁଛି ତାଙ୍କୁ ଏବେ ବରର ରୁମ୍କୁ ପଠାଯିବା ଉଚିତ ନୁହେଁ। ମୋ ବଡ଼ ଯା ମୋତେ କହିଲେ, ତୁମର କ'ଣ ହୋଇଛି? ତାଙ୍କର ଏବେ ବିବାହ ହୋଇସାରିଛି ଆଉ ତୁମେ ସେମାନଙ୍କର ରାତ୍ରିକୁ ଖରାପ କରିବାକୁ ଚାହୁଁଛ? ମାନୁଛି ଯେ ବିବାହରେ ଥକାନ ହୋଇଯାଏ, କିନ୍ତୁ ସେମାନଙ୍କର ଗରମ ରକ୍ତ। ତାଙ୍କୁ ସତେଜ କରିବା ପାଇଁ କଫି ସଫି ପିଇବାକୁ ଦିଅ ଏବଂ ତାପରେ ସକାଳେ ରିସେପ୍ସନ୍ ବି ଅଛି। ମୁଁ କହିଲି, ବିଚାରୀ ଝିଅ, ସେ କ୍ଳାନ୍ତ ହୋଇଯିବେ। ମୋ ଯା କହିଲେ, ଆଜିକାଲି କେହି ଏତେ କ୍ଳାନ୍ତ ହୁଅନ୍ତି ନାହିଁ। ଝିଅମାନେ ନିଜେ ବିବାହ କରିବାକୁ ବହୁତ ପସନ୍ଦ କରନ୍ତି। ତାଙ୍କୁ ପୁଅର ରୁମ୍କୁ ପଠାଇ ଦିଅ। ବର୍ତ୍ତମାନ ରାତି 12ଟା। ସକାଳୁ ଉଠି ପ୍ରସ୍ତୁତ ବି ହେବାର ଅଛି। ମୁଁ ଜାଣେ ନାହିଁ ତୁମେ ଏତେ ସମୟ କାହିଁକି ନେଉଛ। ସମସ୍ତ ରୀତିନୀତି କରାଯାଇଛି। ସମସ୍ତେ ନାଚ ଗୀତରେ ଥକି ଯାଇଛନ୍ତି। ବିଚାରୀ ନୂଆ ବୋହୂଟିଏ ମଧ୍ୟ ରୁମ୍କୁ ଯିବାକୁ ଚାହୁଁଛି। ଯାହା ବି ହେଉ, ମୋ ଯା କଥା କାଢ଼ିବାରେ ଧୁରନ୍ଧର ଥିଲେ ଏବଂ ସେ ସବୁଠାରୁ ବଡ଼ ଥିଲେ। ତେଣୁ ମୁଁ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଚିନ୍ତା କଲି। କିନ୍ତୁ ସେ ମୋତେ ସବୁ କଥା କହିଲେ ଏବଂ ତାପରେ ସେ ନିଜେ କହିଲେ ଯେ ନୂଆ ବୋହୂଟି ବର୍ତ୍ତମାନ ରୁମ୍କୁ ଯିବ। ତାପରେ ନୂଆ ବୋହୂକୁ ରୁମ୍କୁ ନିଆଗଲା। ଅନ୍ୟ ସମସ୍ତେ ରୁମ୍ରୁ ବାହାରକୁ ଗଲେ ଏବଂ ମୁଁ କିଛି ସମୟ ପାଇଁ ନୂଆ ବୋହୂ ପାଖରେ ବସିଲି। ଆଉ ମୁଁ କହିଲି, ଝିଅ, ତୁମେ ତୁମ ପରିବାରର ବଡ଼ ଝିଅ ଆଉ ତୁମେ ବହୁତ ଧୈର୍ଯ୍ୟବାନ ଝିଅ। ସେଥିପାଇଁ ମୁଁ ତୁମକୁ ପସନ୍ଦ କଲି। ଝିଅ ଦେଖ, ଯେତେବେଳେ ବିବାହ ହୁଏ ସେଠି କିଛି ଜିନିଷ ଏମିତି ହୁଏ ଯାହାକୁ ଆମେ ପସନ୍ଦ କରୁନାହୁଁ। କିନ୍ତୁ ମୋ ପିଲା, ତୁମେ ଟିକେ ଧୈର୍ଯ୍ୟ ଧରିବ। ସେ କହିଲେ, ତୁମେ କ'ଣ କହୁଛ? ମୁଁ କିଛି ବୁଝିପାରୁନାହିଁ। ମୁଁ କହିଲି, ଯଦି ମୋ ପୁଅ କିଛି ଉଲ୍ଟା ସିଧା କହେ ତା କଥା ପ୍ରତି ଜମା ଧ୍ୟାନ ଦେବ ନାହିଁ। ରୁମ୍ର କଥାକୁ କେବଳ ରୁମ୍ରେ ହିଁ ରଖିବ। ସକାଳେ ମୋତେ କହିବ ଏବଂ ମୁଁ ତୁମର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି। ମୋ କଥା ଶୁଣିବା ପରେ ସେ ଟିକେ ଡରି ଯାଇଥିଲେ। ଆଉ ମୁଁ କେଉଁ ବିଷୟରେ କହୁଥିଲି, କିନ୍ତୁ ସେ କହିଲେ, ଠିକ୍ ଅଛି, ମୁଁ ପୁରା ଚେଷ୍ଟା କରିବି। ବର୍ତ୍ତମାନ ଏହି ଘରର ସମ୍ମାନ ମଧ୍ୟ ମୋର ସମ୍ମାନ। ମୁଁ ମୋ ବୋହୂ ହାତକୁ ଥାପୁଡ଼ାଇ ବାହାରକୁ ଆସିଲି। ସମସ୍ତେ ନିଜ ନିଜ ଶଯ୍ୟାରେ ଶୋଇବାକୁ ଯାଇଥିଲେ। ଘରେ ବହୁତ ନୀରବତା ଥିଲା, କାରଣ ସମସ୍ତେ ଗଭୀର ନିଦରେ ଶୋଇଥିଲେ। ସମସ୍ତେ ଥକି ଯାଇଥିଲେ, କାରଣ ସେମାନେ ଥକି ଯାଇଥିଲେ। ଶୀତ ରାତିରେ ଏମିତିରେ ବି ଶାନ୍ତ ରୁହେ,
କିନ୍ତୁ ମୁଁ ଶୋଇପାରିଲି ନାହିଁ। ବହୁତ ସମୟ ପରେ ମୁଁ ଶେଷରେ ଶୋଇବାକୁ ଗଲି, କିନ୍ତୁ ମୋ ଆଖିରେ ନିଦ ଆସୁନଥିଲା ଏବଂ ମୁଁ ବାରମ୍ବାର ଘଣ୍ଟାକୁ ଚାହୁଁଥିଲି। ମୁଁ ଇଚ୍ଛା କରୁଥିଲି ଯେ ସକାଳ ଶୀଘ୍ର ହୋଇଯାଇଥାନ୍ତା ଆଉ ମୋର ସମସ୍ତ ଚିନ୍ତା ଦୂର ହୋଇଯାଇଥାନ୍ତା। କିନ୍ତୁ ଯେମିତି ରାତି 2:30 ବାଜିଛି, ମୁଁ ଏକ ଚିତ୍କାର ଶୁଣିଲି ଏବଂ ସେତେବେଳେ ମୁଁ ଜାଣିଥିଲି କ'ଣ ହେବାକୁ ଯାଉଛି। ତାପରେ ବାରମ୍ବାର ଚିତ୍କାର ଶୁଭିବାକୁ ଲାଗିଲା। ଏହା ଏକ ଝିଅର ଚିତ୍କାରର ଶବ୍ଦ ଥିଲା ଏବଂ ସେଇ ଝିଅଟି କିଏ ହୋଇପାରେ ମୁଁ ବହୁତ ଭଲ ଭାବରେ ଜାଣିଥିଲି। ତାପରେ ସମସ୍ତ ଅତିଥି ମଧ୍ୟ ଧୀରେ ଧୀରେ ଉଠିବା ଆରମ୍ଭ କଲେ। ହଠାତ୍ ମୋ ପୁଅର ରୁମ୍ର କବାଟ ଖୋଲିଲା ଏବଂ ମୋ ବୋହୂ ପାଗଳଙ୍କ ପରି ଚିତ୍କାର କରି ବାହାରକୁ ଯିବାକୁ ଲାଗିଲା। ସେ ଜାଣିନଥିଲେ ଯେ ତାଙ୍କ ପାଖରେ ଓଢ଼ଣୀ ମଧ୍ୟ ନଥିଲା। ସେ ଅସ୍ତବ୍ୟସ୍ତ କପଡ଼ାରେ ରୁମ୍ ବାହାରକୁ ଆସିଥିଲେ ଆଉ ଘରୁ ବାହାରକୁ ଯିବାକୁ ଚାହୁଁଥିଲେ। ସେତିକିବେଳେ କିଛି ସ୍ତ୍ରୀ ଲୋକ ତାଙ୍କୁ ଧରି ନେଇ ପଚାରିଲେ, ଝିଅ କ'ଣ ହେଲା? ସମସ୍ତେ ତାଙ୍କୁ ସମ୍ଭାଳିବାକୁ ଚେଷ୍ଟା କଲେ, କିନ୍ତୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ। ଯେତେବେଳେ କେହି ଚେତାଶୂନ୍ୟ ହୋଇଯାଏ ସେତେବେଳେ ତାଙ୍କୁ ଉପରେ ପାଣି ଛିଞ୍ଚାଯାଏ, କିନ୍ତୁ ମୋ ବୋହୂ ପାଣି ଛିଞ୍ଚିବା ପରେ ମଧ୍ୟ ଚେତନା ଫେରି ପାଇଲେ ନାହିଁ। ତାର ପୁରା ଶରୀର ଥଣ୍ଡା ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ମୁଁ ତାଙ୍କୁ ଡାକ୍ତରଖାନା ନେବାକୁ ଚାହୁଁନଥିଲି, କାରଣ ସେମ୍ ଡ୍ରାମା ପୁନର୍ବାର ହୋଇଥାନ୍ତା, କିନ୍ତୁ ଅନ୍ୟ କୌଣସି ବିକଳ୍ପ ନଥିଲା। ବିଚାରୀ ଝିଅଟିର କୌଣସି ପ୍ରକାରେ ବି ଚେତା ଫେରି ନଥିଲା। ତାଙ୍କ ପିତାମାତାଙ୍କୁ ମଧ୍ୟ ଡକାଯାଇଥିଲା। ସେମାନେ ମଧ୍ୟ ପରସ୍ପର କାନରେ କଥା କହିବାକୁ ଲାଗିଲେ। ଆମ ଝିଅ ସହିତ କ'ଣ ହୋଇଛି ଜଣାନାହିଁ। ତା ସହ କ'ଣ ବ୍ୟବହାର ହୋଇଛି ଆମକୁ ଜଣାନାହିଁ। ସମସ୍ତେ ମୋତେ ଅଜବ ଆଖିରେ ଚାହିଁ ରହିଥିଲେ। ପ୍ରଶ୍ନ ସବୁଆଡ଼େ ଥିଲା ଏବଂ ମୁଁ ବିଚାରି ଚିନ୍ତିତ ଥିଲି ଆଉ ହସ୍ପିଟାଲରେ ବୁଲୁଥିଲି। ମୁଁ ଘରକୁ ଆସି ମୋ ପୁଅକୁ ପଚାରିବାକୁ ଚାହୁଁଥିଲି ସେ କ'ଣ କରିଛନ୍ତି। ବର୍ତ୍ତମାନ ସେ ରୁମ୍ରେ ନଥିଲା। ତା ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ରୁମ୍ଟିର ଅବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା। ସେଠି କୌଣସି ଜିନିଷ ଭାଙ୍ଗି ଯାଇଛି କିମ୍ବା ସେ ତାଙ୍କ ପତ୍ନୀଙ୍କ ଉପରେ ହାତ ଉଠାଇଥିବାର ବି ଦେଖାଯାଉନଥିଲା। ବୋଧହୁଏ ମୋ ପୁଅ ଅରବିନ୍ଦ ଲୋକଙ୍କ ପ୍ରଶ୍ନକୁ ଏଡ଼େଇବା ପାଇଁ କୌଣସି ସ୍ଥାନକୁ ଯାଇଥିଲେ। ଏହି ସମୟରେ ମୁଁ ମୋ ବୋହୂ ବିଷୟରେ ଚିନ୍ତିତ ଥିଲି। ମୁଁ ପୁଣି ଡାକ୍ତରଖାନାକୁ ଆସିଲି ଏବଂ 2-3 ଘଣ୍ଟା ମଧ୍ୟରେ ଡାକ୍ତରଖାନାର ଲୋକମାନେ ମୋ ବୋହୂକୁ ଡିସଚାର୍ଜ କଲେ। ମୋ ବୋହୂ ଆମ ଘରକୁ ଆସିବାକୁ ଚାହୁଁନଥିଲେ। ସେ ବହୁତ ଡରୁଥିଲେ, କିନ୍ତୁ ତାଙ୍କ ମା ତାଙ୍କୁ ବୁଝାଇଲେ ଯେ ତୋ ଶାଶୁଘରକୁ ଯିବା ଉଚିତ, ନଚେତ୍ ମୁଁ ଲୋକମାନଙ୍କୁ କେଉଁ ଉତ୍ତର ଦେବି? ଲୋକମାନେ ସବୁ ପ୍ରକାର କଥା ତିଆରି କରି କହିବେ। ମୁଁ ମୋ ବୋହୂକୁ ମଧ୍ୟ ବୁଝେଇଲି ଯେ ବୋହୂ, ସକାଳେ ମୁହଁ ଦେଖାଇବା ରୀତିନୀତି ସମାପ୍ତ ହେବା ପରେ ତୁମ ମାଆଙ୍କ ଘରକୁ ଚାଲିଯିବ। ମୁଁ ତୁମକୁ ଅଟକାଇବି ନାହିଁ। ମୋର କଥା ଶୁଣି ମୋ ବୋହୂ କ୍ରୋଧିତ ହୋଇ କହିଲା, ତୁମର ରୀତିନୀତି ନର୍କକୁ ଯାଉ। ମୁଁ ତୁମ ଘରେ କିଛି ସମୟ ବି ରହିବି ନାହିଁ। ମୁଁ ମୋ ଘରକୁ ଯିବି ଏବଂ ମୁଁ ମୋର ଯତ୍ନ ନେବି। ସମାଜ କିମ୍ବା କୌଣସି ଆଇନ ମୋତେ ମୋ ଘରକୁ ଯିବାକୁ ବାରଣ କରିପାରିବ ନାହିଁ। ମୁଁ ଜଣେ ଶିକ୍ଷିତ ଝିଅ ଏବଂ ମୋ ଜୀବନକୁ ମୋ ପଦ୍ଧତିରେ ବଞ୍ଚିବାର ଅଧିକାର ମୋର ଅଛି। ମୁଁ ତୁମ ପୁଅ ସହିତ କିଛି କ୍ଷଣ ପର୍ଯ୍ୟନ୍ତ ରହିପାରିବି ନାହିଁ। ମୋ ବୋହୂ ତାଙ୍କ ନିଷ୍ପତ୍ତି ନେଇ ସାରିଥିଲେ। ମୁଁ ଚୁପଚାପ ମୋ ଆଖିରେ ଲୁହ ନେଇ ତାଙ୍କୁ ଦେଖୁଥିଲି। ଏହା ପୂର୍ବରୁ ମଧ୍ୟ ଏହିପରି ଘଟିଥିଲା। ଯେତେବେଳେ ଅରବିନ୍ଦ ପ୍ରଥମ ଥର ବିବାହ କରିଥିଲା। ଯେତେବେଳେ ଅରବିନ୍ଦ ପ୍ରଥମ ଥର ବିବାହ କଲେ, ମୋର ପ୍ରଥମ ବୋହୂ ସହିତ ସମାନ ଘଟଣା ଘଟିଗଲା। ସେ ମୋର ପସନ୍ଦର ଝିଅ ଥିଲେ। ସେ ମୋ ଝିଅର ବନ୍ଧୁ ଥିଲେ ଏବଂ ସେ ତାଙ୍କୁ ବହୁତ ପସନ୍ଦ କରୁଥିଲେ। ସେ ବହୁତ ଖୁସିରେ ତାଙ୍କୁ ଘରକୁ ଆଣିଥିଲେ। ସେହି ଲୋକମାନେ ଆମକୁ ବହୁତ ସମର୍ଥନ କରିଥିଲେ। ସେ ଜଣେ ଧନୀ ପିତାଙ୍କ ଝିଅ ଥିଲେ। ସେ ବହୁତ ସୁନ୍ଦର ଝିଅ। ମୁଁ ମଧ୍ୟ ତାଙ୍କୁ ଆମ ଘରକୁ ଆସିବାକୁ ପସନ୍ଦ କରୁଥିଲି। କିଛି ଦିନ ମଧ୍ୟରେ ମୁଁ ଅନୁଭବ କଲି ଯେ ସେ ଅରବିନ୍ଦଙ୍କୁ ପସନ୍ଦ କରୁଛନ୍ତି ଏବଂ ବୋଧହୁଏ ସେଇଥିପାଇଁ ମୁଁ ତାଙ୍କୁ ପାଇଁ ପ୍ରସ୍ତାବ ପଠାଇଥିଲି। କିନ୍ତୁ ବିବାହ ପରେ ତାଙ୍କ ସହ ବି ଏମିତି ଘଟଣା ଘଟିଥିଲା। ପ୍ରଥମ ରାତିରେ ସେ ଚିତ୍କାର କରି ରୁମ୍ରୁ ଦୌଡ଼ି ପଳାଇଲେ ଏବଂ ଏହାପରେ ମୋ ପୁଅର ମୁହଁକୁ ମଧ୍ୟ ଦେଖିବାକୁ ମନା କଲେ। ସମସ୍ତେ ତାଙ୍କୁ ବହୁତ ବୁଝାଇଲେ ଯେ ଝିଅ, ତୁମ ଜୀବନ ବିଷୟରେ ଚିନ୍ତା କର, କିନ୍ତୁ ସେ କହିଲେ ଯେ ମୋର ଜୀବନ ନଷ୍ଟ ହୋଇଯାଇଛି
ଏବଂ ବର୍ତ୍ତମାନ ଏହି ଝିଅକୁ ମଧ୍ୟ ବୁଝାଯାଉଥିଲା। କିନ୍ତୁ ସେ କହୁଥିଲେ ଯେ ଯଦି ମୁଁ ରହିବାକୁ ଚାହୁଁନି ତ ତେବେ ମୋତେ ଯିଏ ଯାହା କହିଲେ ବି ମୁଁ ତୁମ ପୁଅ ସହିତ ରହିବି ନାହିଁ। ମୋ ପୁଅ ମଧ୍ୟ କୌଣସି ଉତ୍ତର ଦେଉନଥିଲା। ମୁଁ ଜାଣେ ନାହିଁ ସେ କୁଆଡ଼େ ଗଲା। ଝିଅର ବାପା ବାରମ୍ବାର କହୁଥିଲେ ସେହି ବ୍ୟକ୍ତିଙ୍କୁ ଡାକ, ଆମେ ତାଙ୍କୁ ପଚାରିବା ଉଚିତ ଯେ ସେ ଆମ ଝିଅ ସହିତ ସେ କ'ଣ କରିଛନ୍ତି। ଅରବିନ୍ଦ ଘରକୁ ଆସିଲା ଏବଂ ସମସ୍ତେ ସେଠାରେ ଥିଲେ। ସେମାନେ ଅରବିନ୍ଦଙ୍କୁ ପ୍ରଶ୍ନର ବୋମାମାଡ଼ କରୁଥିଲେ, କିନ୍ତୁ ସେ ଚୁପ୍ ରହିଲା ଏବଂ କିଛି କହିନଥିଲା। ସମସ୍ତେ ଥକି ଯାଇଥିଲେ ଏବଂ ଚୁପ୍ ହୋଇଗଲେ। ଝିଅର ପିତାମାତା ମଧ୍ୟ ଅରବିନ୍ଦଙ୍କୁ ଦୁର୍ବ୍ୟବହାର କରି ଧମକ ଦେଇଥିଲେ ଏବଂ ସେମାନଙ୍କ ଝିଅକୁ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ଏକ ନାଟକ ହେଉଥିଲା। ସମସ୍ତ ଅତିଥିଙ୍କ ସାମ୍ନାରେ ଆମର ନାକ କଟି ଯାଇଥିଲା। ଝିଅର ପିତାମାତା ଆମକୁ ଅପମାନିତ କରିବାରେ କୌଣସି ପଥ ଛାଡ଼ି ନାହାନ୍ତି। କିନ୍ତୁ ଅରବିନ୍ଦ ତାଙ୍କର ମୁହଁରୁ ଗୋଟିଏ ବି ଶବ୍ଦ ଉଚ୍ଚାରଣ କରୁନଥିଲା। ଅରବିନ୍ଦର ବାପା ତ ପ୍ରଥମରୁ ଏହି ଦୁନିଆ ଛାଡ଼ି ସାରିଛନ୍ତି। ମୋତେ ସମସ୍ତ ଅପମାନକୁ ଏକୁଟିଆ ସହିବାକୁ ପଡ଼ିଲା। ଘରେ ଏକାଠି ହୋଇଥିବା ଲୋକମାନେ ମଧ୍ୟ ଆମକୁ ବହୁତ କଥା କହୁଥିଲେ। ଝିଅର ମା ନିୟନ୍ତ୍ରଣରେ ନଥିଲେ। ସେ ଚିତ୍କାର କରି ମୋତେ ବହୁତ ଖରାପ କଥା କହୁଥିଲେ। କିନ୍ତୁ ସେହି ବିଚାରୀ ଝିଅର ଦୋଷ କ'ଣ? ତାଙ୍କ ଝିଅର ଜୀବନ ନଷ୍ଟ ହୋଇଗଲା। ଆଜି ମୁଁ ନିଜକୁ ଏକାକୀ ଅନୁଭବ କରୁଥିଲି। ଯଦି ଆଜି ଅରବିନ୍ଦଙ୍କ ପିତା ଥାଆନ୍ତେ ତ ମୁଁ ଏତେ ଶୀଘ୍ର ସାହସ ହରାଇ ନଥାନ୍ତି। ସ୍ନେହା ଏକାକୀ ଲୋକଙ୍କ ଅପମାନ ଶୁଣୁଥିଲେ। ଅରବିନ୍ଦ ବଡ଼ ଥିଲେ। ମୋର ଅରବିନ୍ଦଙ୍କ ଠାରୁ ସାନ ଝିଅ ଥିଲା ଯେ କଲେଜରେ ପଢ଼ୁଥିଲା। ସମସ୍ତେ ନିଜ ଭିତରେ ପାଟି କରି କହୁଥିଲେ। ଅରବିନ୍ଦଙ୍କ ବିଷୟରେ ବିଭିନ୍ନ ପ୍ରକାର କାହାଣୀ ତିଆରି କରି କହୁଥିଲେ। କେହି କେହି କହୁଥିଲେ ବୋଧହୁଏ ଅରବିନ୍ଦ ପାଗଳ। କେହି କେହି କହୁଛନ୍ତି ଯେ ଅରବିନ୍ଦ ଜଣେ ମାନସିକ ରୋଗୀ। ଆଉ କେହି କେହି କହୁଛନ୍ତି ଯେ ତାଙ୍କର ନୂତନ ସ୍ତ୍ରୀ ସହିତ ଏମିତି କ'ଣ କଲେ ଯେ ସେ ଏତେ ଭୟଭୀତ ହୋଇଗଲେ। ଯେତେ ମୁହଁ ସେତେ କଥା। କିନ୍ତୁ ମୋ ପାଖରେ ଏସବୁର କୌଣସି ଉତ୍ତର ନଥିଲା। ଯେତେବେଳେ ଲୋକମାନେ ପ୍ରକୃତ ସତ କ'ଣ ଜାଣନ୍ତି ନାହିଁ, ସେମାନେ ନିଜର କାହାଣୀ ସୃଷ୍ଟି କରନ୍ତି ଏବଂ ସେମାନେ ସୃଷ୍ଟି କରିଥିବା ମିଥ୍ୟା କାହାଣୀ ସତ୍ୟ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥାଏ। କିନ୍ତୁ ସମସ୍ୟାଟି ହେଲା ଯେ ମୁଁ ବି ମଧ୍ୟ ସତ କ'ଣ ଜାଣିନଥିଲି ଯେ ଚତୁର୍ଥୀ ରାତିରେ ଏମିତି କ'ଣ ହୋଇଥିଲା ଯେଉଁଥିପାଇଁ ମୋ ବୋହୂମାନେ ମୋ ପୁଅର ରୁମ୍ରୁ ଚିତ୍କାର କରି ବାହାରକୁ ଆସୁଥିଲେ। ସେହି ଝିଅଟି ମଧ୍ୟ ମୋତେ କିଛି କହିନଥିଲା। ମୁଁ ନିଜକୁ ନିଜେ ଭାବିଲି ବୋଧହୁଏ ସେ ତାଙ୍କ ପିତାମାତାଙ୍କୁ କିଛି କହିଥିବେ। ଆଉ ସତ କ'ଣ ଜାଣିବା ପାଇଁ ମୁଁ ତାଙ୍କ ଘରକୁ ଫୋନ୍ କଲି। ଯଦିଓ ସେ ଆମ ସହିତ ସମ୍ପର୍କ ସମାପ୍ତ କରିଥିଲେ, ମୁଁ ମାନବିକତା ଦୃଷ୍ଟିରୁ ମୁଁ ତାଙ୍କ ମଙ୍ଗଳ ବିଷୟରେ ପଚାରିବା ପାଇଁ ଫୋନ୍ କଲି। ଝିଅଟିର ମା ଫୋନ୍ ଉଠାଇଥିଲେ ଏବଂ ପଚାରିଲି, ତୁମର ଝିଅର ସ୍ୱାସ୍ଥ୍ୟ କେମିତି ଅଛି? ମୋ ସ୍ୱର ଶୁଣିବା ମାତ୍ରେ ସେ ରାଗିଯାଇ କହିଲେ, ମୋ ଝିଅ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହିଁ। ସାବଧାନ, ଆଗକୁ ଆଉ ତୁମେ ଏଠିକି ଜମା ଫୋନ୍ କରିବନି। ଏସବୁ ଶୁଣିବା ପରେ ମୁଁ ବହୁତ ଚିନ୍ତିତ ହେଲି। ମୋର ପ୍ରଥମ ବୋହୂ ସହିତ ସମାନ ଘଟଣା ଘଟିଥିଲା। ମୋ ଝିଅ ମୋତେ କହିଥିଲା ଯେ ସେ ଅତି କମ୍ରେ 6ରୁ 7 ମାସ ଧରି ଅସୁସ୍ଥ ଥିଲେ। ସର୍ବଶେଷରେ ମୋ ପୁଅର ଅସୁବିଧା କ'ଣ ଥିଲା ମୁଁ କିଛି ବୁଝିପାରିଲି ନାହିଁ। କ'ଣ ଅଭାବ ହେଲା ଯେ ତାଙ୍କ ପତ୍ନୀମାନେ ତାଙ୍କୁ ଭୟ କରି ଦୌଡ଼ି ପଳାଉଥିଲେ। ଯଦି ମୁଁ ଅରବିନ୍ଦଙ୍କ ବିଷୟରେ କହିବି ତ ଅରବିନ୍ଦ ଜଣେ ଅତି ସରଳ ପିଲା ଥିଲେ। ସେ ପିଲାଦିନରୁ ଅଳ୍ପ କଥା ହେଉଥିଲେ, କିନ୍ତୁ ତାଙ୍କର ଭିତରଟା ମଧ୍ୟ ଏତେ ଟାଣ ନଥିଲା ଯାହା ବର୍ତ୍ତମାନ ସ୍ୱାଭାବିକ ହେବ। ଅରବିନ୍ଦ ମୋର ପ୍ରଥମ ସନ୍ତାନ ଏବଂ ଆମେ ତାଙ୍କୁ ବହୁତ ଭଲ ପାଇବାର ସହିତ ବଢ଼େଇଥିଲେ। କିନ୍ତୁ ଆମ ଭଲ ପାଇବା ଦ୍ୱାରା ମଧ୍ୟ ସେ ଖରାପ ହୋଇନଥିଲା। ସେ ନିଶ୍ଚିତ ଭାବରେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଗର୍ବିତ ଥିଲେ। ସେ କହୁଥିଲେ ଯେ ମୋର ସୌନ୍ଦର୍ଯ୍ୟ ଏବଂ ସ୍ମାର୍ଟନେସ୍ ଆଗରେ ସମସ୍ତେ ପାଣି ଭରନ୍ତି। ସେ ପିନ୍ଧିବାକୁ ବହୁତ ଭଲ ପାଏ। ବହୁତ ଭଲ ଭଲ ବ୍ରାଣ୍ଡର ଜିନିଷକୁ ସେ ଭଲ ପାଏ। ପଢ଼ାରେ ସେ ବହୁତ ଭଲ ଥିଲା। ଆଉ ଚାକିରି ମଧ୍ୟ ସେ ଠିକ୍ ସମୟରେ କରିଥିଲା। ସେ ତା ଭଉଣୀ ପାଇଁ ଜଣେ ଦାୟିତ୍ୱପୂର୍ଣ୍ଣ ଭାଇ ଥିଲା। ସେ ତା ଭଉଣୀ ଶ୍ରୁତିକୁ କଲେଜକୁ ନେଇଯିବା ଏବଂ ତାଙ୍କୁ ଫେରାଇ ଆଣିବା କରୁଥାଏ। ସେ ଘରେ ଖର୍ଚ୍ଚ କରିବାକୁ ମଧ୍ୟ ଟଙ୍କା ଦେଉଥିଲା। ସେ ମୋ ସହ କଦାପି ଜୋରରେ ଚିତ୍କାର କରି କଥା ହେଉନଥିଲା। ତା'ର ବନ୍ଧୁମାନେ ମଧ୍ୟ ସେପରି ନଥିଲେ।
ମୁଁ କହୁଛି ଖରାପ କମ୍ପାନୀରେ ପଡ଼ିନେ ଏବଂ ଡ୍ରଗ୍ସ ସେବନ ମଧ୍ୟ କରିନାହିଁ। ତାଙ୍କର କିଛି ବନ୍ଧୁଙ୍କର ଭିତରୁ ସର୍ବୋତ୍ତମ ବନ୍ଧୁ ଯିଏ ବିଦେଶରେ ରହୁଥିଲେ। ବେଳେବେଳେ ମୁଁ ତାଙ୍କ ସହିତ ଫୋନରେ କଥା ହେଉଥିଲେ। ସେ ମଧ୍ୟ ବେଳେବେଳେ ମୋତେ କହୁଥିଲା, ମମି ଆମେ ଶ୍ରୁତିର ବିବାହ ତା ସହିତ କରିଦେବା। ସେ ବହୁତ ଭଲ ପିଲା ଥିଲା। ମୋଟାମୋଟି ସବୁ କିଛି ସ୍ୱାଭାବିକ ଥିଲା। କିନ୍ତୁ ଯାହା ଦୁଇଥର ଘଟିଥିଲା, ଯାହା ଆଦୌ ସ୍ୱାଭାବିକ ନଥିଲା। ମୁଁ ଜାଣେ ନାହିଁ ମୋ ପୁଅର କ'ଣ ଭୁଲ ଥିଲା। ସେ କ'ଣ କଲା? ତାଙ୍କ ପତ୍ନୀମାନଙ୍କ ସହ ଯେ ସେମାନେ ଦୌଡ଼ି ପଳାଉଥିଲେ। ଦିନଗୁଡ଼ିକ ଧୀରେ ଧୀରେ ଆଗକୁ ବଢ଼ିଲା। ଅରବିନ୍ଦ ଟିକିଏ ସ୍ୱାଭାବିକ ହୋଇଗଲେ। ଏବେ ସେ ଘରେ ଟିକିଏ କଥା ହେବାକୁ ଆରମ୍ଭ କଲେ। ଏଥର ମୁଁ ଅରବିନ୍ଦଙ୍କୁ ତୃତୀୟ ଥର ବିବାହ କରିବାକୁ ଚିନ୍ତା କଲି ଏବଂ ମୁଁ ଜଣେ ଏମିତି ଝିଅ ସତ କରିବି ଯିଏ ମୋତେ କହିବ ଯେ ଅରବିନ୍ଦ ଚତୁର୍ଥୀ ରାତିରେ କ'ଣ କରନ୍ତି, ଯାହା ବୋହୂ ପଳାୟନ କରେ। ଅରବିନ୍ଦର ଅନ୍ୟ ଦୁଇ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ହୋଇଥିଲା। ମୁଁ ମଧ୍ୟ ଚାହୁଁଥିଲି ଯେ ଆସୁଥିବା ବୋହୂ ମୋ ଘରେ ରହିବା ଦରକାର ଏବଂ ଏଠାରୁ ପଳାୟନ କରିବା ଉଚିତ ନୁହେଁ। ମୁଁ କାହାର ଜୀବନ ନଷ୍ଟ କରିବାକୁ ଚାହୁଁନଥିଲି, କାରଣ ମୁଁ ମଧ୍ୟ ଏକ ଝିଅର ମା' ଥିଲି ଏବଂ ମୁଁ ଭଲ ଭାବେ ଜାଣିଥିଲି ଝିଅଙ୍କ ପାଇଁ ଛାଡ଼ପତ୍ରର ଦାଗ କେତେ ବଡ଼ ଅପମାନ। ବହୁ ବିଚାର ବିମର୍ଶ ପରେ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ ମୁଁ ଅରବିନ୍ଦଙ୍କୁ ଜଣେ ବିବାହିତା ମହିଳାଙ୍କୁ ବିବାହ କରିବି, ଯିଏ ପୂର୍ବରୁ ବିବାହିତ ଏବଂ ସେ ଛାଡ଼ପତ୍ର ହୋଇଛି କି ବିଧବା ଅଛନ୍ତି। ଏବଂ ଶୀଘ୍ର ମୁଁ ଏପରି ଝିଅ ପାଇଲି। ଝିଅଟିର ପିତାମାତା ମଧ୍ୟ ବିବାହ କରିବାକୁ ତତ୍ପର ଥିଲେ, ତେଣୁ ସେମାନେ ଅଧିକ ଅନୁସନ୍ଧାନ କରିନଥିଲେ। ଝିଅଟି ଛୋଟ ଥିଲା କିନ୍ତୁ ବହୁତ ସୁନ୍ଦର ନୁହେଁ। ଠିକ୍ ଅଛି, ସେ ଏକ ପତଳା ଏବଂ ସାଧାରଣ ଝିଅ ଥିଲେ। ମୁଁ ଝିଅର ପରିବାରକୁ କହିଲି ଯେ ମୋ ପୁଅ ପୂର୍ବରୁ ବିବାହିତ କରିସାରିଛି ଏବଂ ମୋ ପୁଅର ଯେଉଁ ପତ୍ନୀ କିଛି ସମୟ ଥିଲେ ଏବଂ ତାପରେ ସେ ଆମକୁ ଛାଡ଼ି ଚାଲିଗଲେ ଏବଂ ମୋତେ ଟିକିଏ ମିଛ କହିବାକୁ ପଡ଼ିଲା, କାରଣ ସତ କହିବାକୁ କୌଣସି ପରିସ୍ଥିତିରେ ମୁଁ ନଥିଲି। ଝିଅର ପରିବାର ଏହି ବିବାହରେ ରାଜି ହୋଇଥିଲେ। ଯେତେବେଳେ ମୁଁ ଅରବିନ୍ଦଙ୍କୁ ଝିଅର ଫଟୋ ଦେଖାଇଥିଲି, ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା ଏବଂ କହିଲା ଯେ ସେ ବିବାହ କରିବାକୁ ଚାହୁଁନାହିଁ। ସେ ଏତେ ସାଧାରଣ ଦେଖାଯାଉଥିବା ଝିଅକୁ ବିବାହ କରିବନି। ମୁଁ ତାକୁ ଆଦୌ ବିବାହ କରିବାକୁ ଚାହିଁ ନାହିଁ। ଅରବିନ୍ଦଙ୍କ କଥା ଶୁଣିବା ପରେ ମୁଁ ତାଙ୍କୁ ଗାଳି ଦେଇ କହିଲି, ବନ୍ଦ କର, ତୁମର କାର୍ଯ୍ୟ ହେତୁ ତୁମେ କେବେ ବିବାହ କରିପାରିବନି। କିନ୍ତୁ ମୁଁ ଗୋଟିଏ କଥା ଚିନ୍ତା କରୁଛି ଯେ ମୁଁ କେତେ ଦିନ ବସି ବସି ତୁମର ଯତ୍ନ ନେବି। ମୋର ଯିବା ପରେ ଏଠି କେହି ଜଣେ ରହିବେ ଯାହାଙ୍କ ସହିତ ତୁମେ ତୁମର ଜୀବନ ବିତାଇ ପାରିବ। କଥାବାର୍ତ୍ତା କଲାବେଳେ ମୋ ଆଖିରେ ଲୁହ ଝରିଗଲା। ମୋ ଆଖିରେ ଲୁହ ଦେଖି ଅରବିନ୍ଦ ଚୁପ୍ ହୋଇଗଲା ଆଉ ବିବାହ ପାଇଁ ସମ୍ମତି ଦେଇ ଉଠି ରୁମ୍ ଭିତରକୁ ଗଲା। ଅରବିନ୍ଦର ହୃଦୟରେ କୌଣସି ସ୍ଥାନରେ ଜଣେ ଚୋର ଥିଲେ। ସେ ମୋ ଆଖିକୁ ଚାହିଁ ନଥିଲେ, କିନ୍ତୁ ଏଥର ମୁଁ ସ୍ଥିର କରିସାରିଥିଲି ଯେ ମୁଁ ସତ୍ୟ ଜାଣିକି ରହିବି। ମୁଁ ପୂର୍ବରୁ ସ୍ଥିର କରିସାରିଛି ଯେ ଏଥର ମୋ ଝିଅକୁ ମୋର ବିଶ୍ୱାସରେ ନେବି, କିନ୍ତୁ ତାଙ୍କୁ କହିବି ନାହିଁ ଯେ ପୂର୍ବରୁ ତାଙ୍କ ପତ୍ନୀମାନେ ଭୟଭୀତ ହୋଇ ପଳାଇ ଯାଇଥିଲେ। ମୁଁ ତାଙ୍କୁ ସ୍ନେହରେ ବୁଝାଇଥିଲି ଏବଂ ତାଙ୍କୁ ନିଶ୍ଚିତ କରିବି ଯେ ଯଦି ଏପରି କିଛି ଅଛି ତେବେ ଦୟାକରି ମୋତେ ଜଣାନ୍ତୁ ଏବଂ ମୁଁ ସେହି ସମସ୍ୟାର ସମାଧାନ କରିବି। ଏଥର ବିବାହ ବହୁତ ସରଳ ହେବାକୁ ଯୋଜନା କରାଯାଇଥିଲା ଏବଂ ତାପରେ ମୁଁ ଅରବିନ୍ଦଙ୍କୁ ଅତି ସରଳ ଭାବରେ ବିବାହ କଲି। ଝିଅଟିର ନାମ ରଶ୍ମି। ସେ ବହୁତ ଭଲ ଝିଅ ଥିଲା। ମୋ ଝିଅ ମଧ୍ୟ ମୋତେ ମନା କରିଥିଲା, ଏସବୁ ରହିବାକୁ ଦେ ଏବଂ ନିଜ ଭାଇକୁ ନିଜ ରାସ୍ତାରେ ଛାଡ଼ି ଦିଅ। କିନ୍ତୁ ମୁଁ ତାଙ୍କୁ ବୁଝାଇଥିଲି, ତୋ ଭାଇ ସହିତ କିଛି ସମସ୍ୟା ହୋଇପାରେ, ଯାହା ସମାଧାନ କରିବା ଆମର କର୍ତ୍ତବ୍ୟ। ବିବାହ ସମାପ୍ତ ହୋଇଛି। ଏଥର ମୁଁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିନଥିଲି। ଘରେ କେବଳ ଅଳ୍ପ କିଛି ଅତିଥି ଥିଲେ ଯେଉଁମାନେ ମୋର ସମ୍ପର୍କ ନଥିଲେ, କିନ୍ତୁ ମୋର କିଛି ବନ୍ଧୁ ଯେଉଁମାନେ ମୋତେ ଏବଂ ସେମାନଙ୍କ ପରିବାରକୁ ଜାଣିଥିଲେ। ମୁଁ ରଶ୍ମିଙ୍କୁ ଅରବିନ୍ଦଙ୍କ ରୁମ୍କୁ ନେଇଗଲି। ତାଙ୍କ ଖଟ ଉପରେ ବସେଇଲି। ରଶ୍ମିଙ୍କ ହାତକୁ ମୋ ହାତରେ ନେଇ ହାଲୁକା ଭାବରେ ଦବାଇ କହିଲି, ରଶ୍ମି ଝିଅ, ତୁମ ସହିତ ମୋର ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ମୋତେ ଅତି ଯତ୍ନର ସହ ଶୁଣ। ରଶ୍ମି ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖିଲେ। ଏମିତି କ'ଣ ଜରୁରୀ କଥା ଅଛି? ମୁଁ କହିଲି ଯେ ମୋ ପୁଅ ଅରବିନ୍ଦ
ଏ ବିବାହ କରିବାକୁ ପ୍ରସ୍ତୁତ ନଥିଲା। ମୁଁ ତାଙ୍କୁ ବହୁତ କଷ୍ଟରେ ବିବାହ ପାଇଁ ପ୍ରସ୍ତୁତ କରିଛି। ବୋଧହୁଏ ମୋ ପୁଅ କିଛି ଅଜବ କାର୍ଯ୍ୟ କରିବ। ବୋଧହୁଏ ସେ ତୁମକୁ ଭୟଭୀତ କରିବାକୁ ଚେଷ୍ଟା କରିବ, ଯାହାଦ୍ୱାରା ତୁମେ ତାଙ୍କୁ ଛାଡ଼ି ଦେଇ ପଳାୟନ କରିବ। କିନ୍ତୁ ଝିଅ, ତୁମକୁ ଭୟ କରିବାକୁ ପଡ଼ିବ ନାହିଁ। ଯାହା ଘଟିବ ତୁମକୁ ମୋତେ ସବୁ କିଛି କହିବାକୁ ପଡ଼ିବ। ତୁମେ କେବଳ ତାଙ୍କ ଗାଳିଗୁଲଜ କିମ୍ବା ତାଙ୍କ କଥାକୁ ବିଶ୍ୱାସ କରିବା ଆବଶ୍ୟକ ନାହିଁ। ମୋର ଶବ୍ଦ ଶୁଣିବା ପରେ ରଶ୍ମି ହଁରେ ମୁଣ୍ଡ ହଲେଇଲେ। ମୁଁ ଟିକିଏ ସନ୍ତୁଷ୍ଟ ହୋଇ ରଶ୍ମିକୁ ବିଶ୍ରାମ ନେବାକୁ କହିବା ପରେ ବାହାରକୁ ଆସିଲି। ମୁଁ ମୋ ରୁମ୍କୁ ଗଲି ନାହିଁ। ମୁଁ ହଲ୍ର ସୋଫାରେ ଶୋଇଥିଲି। ମୁଁ ଶ୍ରୁତିଙ୍କୁ ତାଙ୍କ ରୁମ୍କୁ ପଠାଇ ତାଙ୍କୁ ଶୋଇବାକୁ କହିଲି। ବିଳମ୍ବିତ ରାତିରେ ଶ୍ରୁତି ରୁମ୍କୁ ଯାଇଥିଲା, କିନ୍ତୁ ଚାଲିଯିବା ବେଳେ ସେ କହିଥିଲା, ମମି, ତୁମେ ଯାହା ବି କରୁଛ ତାହା ଭୁଲ। ତୁମେ ଭାବୁଛ ଯେ ବିବାହ ହେଉଛି ପ୍ରତ୍ୟେକ ସମସ୍ୟାର ଏକମାତ୍ର ସମାଧାନ। ତୁମେ ଏହିପରି କାହା ଝିଅର ଜୀବନକୁ ନଷ୍ଟ କରିବା ଉଚିତ ନୁହେଁ। ଶ୍ରୁତି ଚାଲିଗଲା। ମୁଁ ସୋଫାରେ ଶୋଇ ମୋ ହୃଦୟରେ ଭଗବାନଙ୍କୁ ମନେ ପକାଇ ପ୍ରାର୍ଥନା କରୁଥିଲି, ହେ ଭଗବାନ, ଏହି ରାତିଟି ଭଲରେ ଚାଲିଯାଉ। ବହୁତ ନୀରବତା ଥିଲା, ଯେମିତି ଝଡ଼ ଆସିବା ପୂର୍ବରୁ ନୀରବତା ପରି ଲାଗିଲା। ଘଣ୍ଟାର ଟିକ୍ ଟିକ୍ ଶବ୍ଦ ମଧ୍ୟ ମୋ ମୁଣ୍ଡକୁ ହାତୁଡ଼ି ପରି ଆଘାତ କରୁଥିଲା। ମୁଁ ମୋର ଭଗବାନଙ୍କୁ ମନେ ପକାଇବାକୁ ଚେଷ୍ଟା କରୁଥିଲି। ହଠାତ୍ ତାହା ହିଁ ହେଲା, ମୁଁ ଯାହାକୁ ଭୟ କରୁଥିଲି। ସେତେବେଳେ ରଶ୍ମି ଚିତ୍କାର କରି ବାହାରକୁ ଆସି ପାଗଳଙ୍କ ପରି ଘରୁ ବାହାରକୁ ଯିବାକୁ ଚାହୁଁଥିଲା। ମୁଁ ଯେକୌଣସି ପ୍ରକାର ତାଙ୍କ ବାହାରକୁ ଫାଟକ ଭିତରକୁ ନେଇ ମୁଁ କୌଣସି ପ୍ରକାର ତାଙ୍କୁ ସାନ୍ତ୍ୱନା ଦେଇ ଶାନ୍ତ କଲି, କିନ୍ତୁ ସେ କିଛି କହିବାର ପରିସ୍ଥିତିରେ ନଥିଲେ। ଯେତେବେଳେ ସେ ଟିକେ ଶାନ୍ତି ହୋଇଗଲେ, ସେ କ୍ରୋଧିତ ଭାବରେ କହିଲେ ଯେ ତୁମେ ତୁମ ପୁଅକୁ ପ୍ରଥମେ ମେଡ଼ିକାଲରେ ପରୀକ୍ଷା କରିବା ଉଚିତ। ଯଦି ତୁମେ ଏପରି କରିଥାନ୍ତ, ତେବେ ତୁମକୁ ଏବଂ ମୋତେ ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା। ରଶ୍ମି ବହୁତ ବୁଦ୍ଧିମାନ ଝିଅ ଥିଲେ ଏବଂ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ସେ ଯେକୌଣସି ମୂଲ୍ୟରେ ଏହି ବିବାହକୁ ବଞ୍ଚାଇବାକୁ ଚିନ୍ତା କରୁଥିଲେ, କିନ୍ତୁ ରଶ୍ମି ମଧ୍ୟ ଏହି ସମ୍ପର୍କ ବଜାଇ ରଖିନଥିଲେ ଏବଂ ସେ ଅରବିନ୍ଦକୁ ଛାଡ଼ିଥିଲେ। ପରଦିନ ମୁଁ ରଶ୍ମିଙ୍କ ଘରୁ ଏକ କଲ୍ ପାଇଲି ଯେ ଆଉ ସେ କହିଲେ, ତୁମ ପୁଅଠୁ ଆମ ଝିଅକୁ ଛାଡ଼ପତ୍ର ଦେବାକୁ କୁହ, ନଚେତ୍ ଆମେ କୋର୍ଟ ମାଧ୍ୟମରେ ମଧ୍ୟ ଏହା କରିପାରିବା। ମୁଁ ଚକିତ ଅବସ୍ଥାରେ ମୋ ଫୋନ୍ ଧରି ସୋଫାରେ ବସିଥିଲି। ଅର୍ଥାତ୍ ବାଧ୍ୟତାମୂଳକ ଅବସ୍ଥାରେ ମଧ୍ୟ ଅରବିନ୍ଦଙ୍କୁ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନଥିଲେ। ଏହା ପୂର୍ବରୁ ମୁଁ ଆଣିଥିବା ବୋହୂମାନେ ମଧ୍ୟ ଏକ ଧନୀ ପରିବାରର ଥିଲେ ଏବଂ ଭଲ ଶିକ୍ଷିତ ଥିଲେ, କିନ୍ତୁ ରଶ୍ମି ଏକ ଗରିବ ପରିବାରର ବିଧବା ଥିଲେ ଏବଂ ସେ ମଧ୍ୟ ବହୁତ ସୁନ୍ଦର ନଥିଲେ। ମୁଁ ପୂର୍ବରୁ ରଶ୍ମିଙ୍କୁ ସବୁକିଛି ବୁଝାଇ ସାରିଥିଲି, ସେଥିପାଇଁ ସେ ଏତେ ବିବ୍ରତ ହୋଇଗଲେ। ମୋ ପୁଅର କ'ଣ ଭୁଲ ଥିଲା? ଆମେ ଝିଅକୁ ଅଳଙ୍କାର ଦେଇଥାଉ। ଝିଅର ପରିବାର ଏହାକୁ ବିବାହର ଦ୍ୱିତୀୟ ଦିନରେ ଫେରାଇ ଦେଇଥାନ୍ତି। ମୁଁ ଏପରିକି ଯୌତୁକ ମଧ୍ୟ କେବେ ନେଇନାହିଁ। ତାପରେ ବି ଏମିତି କ'ଣ ହେଉଥିଲା ଯେ ମୋର ସୁନ୍ଦର ପାଠପଢ଼ୁଆ ଆଉ ଧନୀ ପୁଅକୁ ଛାଡ଼ିଦେଇ ଝିଅମାନେ ପଳାୟନ କରୁଥିଲେ? ମୋର ମୁଣ୍ଡ ଚିନ୍ତା ଯୋଗୁଁ ଫାଟିବାକୁ ଲାଗୁଥିଲା ଯେ ଏହି ବିଷୟରେ କିପରି ଜାଣିବି। ଅରବିନ୍ଦ ମଧ୍ୟ କିଛି କହିବାକୁ ପ୍ରସ୍ତୁତ ନଥିଲା। ଯେତେବେଳେ ବି ମୁଁ ଏ ବିଷୟରେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲି, ସେ ଉଠି ବାହାରକୁ ପଳାଉଥିଲା। ମୋତେ କଥାବାର୍ତ୍ତା କରିବାର ସୁଯୋଗ ଦେଉନଥିଲା। କିନ୍ତୁ ବର୍ତ୍ତମାନ ମୁଁ ଅରବିନ୍ଦଙ୍କ ଉପରେ ସବୁବେଳେ ନଜର ରଖିବା ଆରମ୍ଭ କଲି। ତାଙ୍କର ପ୍ରତ୍ୟେକ କାର୍ଯ୍ୟ ପ୍ରତି ଧ୍ୟାନ ଦେଉଥିଲି। ବୋଧହୁଏ ମୁଁ କିଛି ପ୍ରମାଣ ପାଇବି ଆଉ ସତ୍ୟ କ'ଣ ଜାଣିପାରିବି। କିନ୍ତୁ ତାଙ୍କର ଅଭିବ୍ୟକ୍ତିରୁ ଏହା କେବେ ବି ଲାଗୁନଥିଲା ଯେପରି ତାଙ୍କ ଭିତରେ କିଛି ଅସ୍ୱାଭାବିକ ଥିଲା। ସେ ଅନ୍ୟ ପୁଅମାନଙ୍କ ପରି ଜଣେ ସାଧାରଣ ପୁଅମାନଙ୍କ ପରି ଥିଲେ। ମୁଁ କୌଣସି ରାସ୍ତା ଦେଖିବାକୁ ସକ୍ଷମ ନଥିଲି। ଦିନେ ମୁଁ ଥକିଯାଇ ଅରବିନ୍ଦଙ୍କ ବନ୍ଧୁଙ୍କୁ ଫୋନ୍ କଲି। ସେହି ବିଦେଶରେ ରହୁଥିବା ବନ୍ଧୁ। ମୁଁ ତାଙ୍କୁ ପଚାରିଲି, ନିତିନ, ତୁମେ ଅରବିନ୍ଦଙ୍କର ଏକମାତ୍ର ବନ୍ଧୁ, ଯାହାଙ୍କୁ ସହ ଅରବିନ୍ଦ ତାଙ୍କ ହୃଦୟ କଥା କୁହେ। ମୋତେ କୁହ, ସେ ନିଶ୍ଚୟ ତା ଜୀବନ ବିଷୟରେ ତୁମକୁ ଅରବିନ୍ଦ କହିଥିବ। କିନ୍ତୁ ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ସେ ନିଜ ସାଙ୍ଗକୁ ନିଜ ବିଷୟରେ କିଛି କହିନାହାନ୍ତି ଏବଂ ମୁଁ କେବଳ ବହୁତ ଅଦ୍ଭୁତ ଅନୁଭବ କଲି। ସେ ତାଙ୍କ ବନ୍ଧୁଙ୍କୁ କହିଲା ନାହିଁ ଯେ ମୁଁ 3 ଥର ବିବାହ କରିଥିଲି ଏବଂ ମୋର 3 ପତ୍ନୀ ମୋତେ ଛାଡ଼ି ପଳାଇ ଯାଇଥିଲେ। କିନ୍ତୁ ସେ ତାଙ୍କର
ବନ୍ଧୁକୁ ଏହା କହିନାହାନ୍ତି ଯିଏ ତାଙ୍କର ସର୍ବୋତ୍ତମ ବନ୍ଧୁ। ଏହା ମୋତେ ବହୁତ ଅଜବ ଲାଗୁଥିଲା, କିନ୍ତୁ ବୋଧହୁଏ ସେ କହିନାହାନ୍ତି କାରଣ ସେ ଲଜ୍ଜିତ ହେବାକୁ ଚାହୁଁନଥାନ୍ତି। ବିବାହ ରାତିରେ ସେହି ତିନି ପତ୍ନୀ ଦୌଡ଼ି ପଳାଇଲେ। ଧୀରେ ଧୀରେ ଆଉ 6 ମାସ ବିତିଗଲା। ଘରେ ସବୁକିଛି ସ୍ୱାଭାବିକ ଚାଲିଥିଲା, କିନ୍ତୁ ମୁଁ ଅରବିନ୍ଦ ବିଷୟରେ ବହୁତ ଚିନ୍ତିତ ଥିଲି। ବିବାହର ପ୍ରଥମ ରାତିରେ ବୋହୂର ପଳାୟନ କରୁଥିବାର କାରଣ କ'ଣ ଥିଲା? ମୁଁ ପୁଣି ଥରେ ଅରବିନ୍ଦଙ୍କ ବିବାହ ବିଷୟରେ ଚିନ୍ତା କଲି ଏବଂ ଏଥର ମୁଁ ସ୍ଥିର କଲି ଯେ ମୁଁ ସତ୍ୟ ବିଷୟରେ ଜାଣିକି ରହିବି। ଏଥର ମୁଁ ଝିଅକୁ ସବୁକିଛି କହିଲି, କିଛି ଲୁଚାଇ ନଥିଲି ଏବଂ ଝିଅଟି ମଧ୍ୟ ଏମିତି ଆଣିଥିଲି ଯାହାର ବିବାହର ଆବଶ୍ୟକତା ଥିଲା, କାରଣ ଏହି ଲୋକମାନେ ବହୁତ ଗରିବ ଥିଲେ ଏବଂ ତାଙ୍କ ଘରେ ତାଙ୍କର 2 ସାନ ଭାଇ ଥିଲେ। ମୁଁ କହିଲି, ତୁମ 2 ଭାଇଙ୍କୁ ପଢ଼େଇବାର ଦାୟିତ୍ୱ ମୋ ଉପରେ ଅଛି ଏବଂ ବିବାହରେ ମଧ୍ୟ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମୁଁ ଝିଅକୁ ନିଶ୍ଚିତ କରିଥିଲି। ଝିଅର ପିତାମାତା ମଧ୍ୟ ରାଜି ହୋଇଗଲେ, କିନ୍ତୁ ମୁଁ ଝିଅର ପିତାମାତାଙ୍କୁ ଏହା କହିନଥିଲି। ମୁଁ କେବଳ ଝିଅକୁ କହିଥିଲି ଯେ ସେ ବୁଝିଛନ୍ତି, କିନ୍ତୁ ବିବାହଠାରୁ ଠିକ୍ ଝିଅକୁ ମୁଁ ସବୁ ବୁଝାଇଥିଲି। ପ୍ରଥମେ ସେ ବହୁତ ଭୟଭୀତ ଥିଲେ ଏବଂ ତାପରେ ସେ ନିଜକୁ ନିୟନ୍ତ୍ରଣ କରି କହିଲେ ଯେ ଯାହା ଘଟୁ ପଛେ ମୁଁ ଏହି ବିବାହ ପାଇଁ ପ୍ରସ୍ତୁତ ଅଛି। ଯଦି ମୋର ଛୋଟ ବଳିଦାନରେ ମୋ ଭାଇମାନଙ୍କ ଜୀବନକୁ ଉନ୍ନତ କରିପାରିବ, ତାହେଲେ ଏହାର କ୍ଷତି କ'ଣ? ଯାହା ବି ହେଉ ସେ ଏହାକୁ ଗ୍ରହଣ କରିବେ। ମୁଁ ଏହାକୁ ସହ୍ୟ କରିବି ଏବଂ କେବଳ ମହିଳାମାନଙ୍କୁ ଏହିପରି ସମସ୍ତ ଆପୋଷ ବୁଝାମଣା କରିବାକୁ ପଡ଼ିଥାଏ। ସେ ଝିଅଟିର ନାମ ସୁମନ ଥିଲା। ଯଦିଓ ସେ ଏକ ଗରିବ ପରିବାରର ଥିଲେ, କିନ୍ତୁ ମୁଁ ତାଙ୍କୁ ବହୁତ ସଂସ୍କାରୀ ଏବଂ ବୁଦ୍ଧିମାନ ବୋଲି ଜାଣିଥିଲି। ମୁଁ ମୋ ହୃଦୟରେ ଖୁସି ଯେ ଯଦି ସୁମନ ମୋ ବୋହୂ ହୁଏ ଏବଂ ମୋ ଘରକୁ ଆସେ, ଯଦି ଏଠି ରହେ, ଆଉ ଏହା ମୋ ପାଇଁ ବହୁତ ଭାଗ୍ୟର ବିଷୟ ହେବ। ସଂସ୍କାରୀ ହେବା ବ୍ୟତୀତ ସୁମନ ବହୁତ ସୁନ୍ଦର ମଧ୍ୟ ଥିଲେ ଏବଂ ଏଥର ବିବାହ ମନ୍ଦିରରେ ହୋଇଥିଲା। ସବୁକିଛି ଠିକ୍ ଥିଲା ଏବଂ ଆଶ୍ଚର୍ଯ୍ୟଜନକ ବିଷୟଟି ହେଲା, ରାତି ଅତିବାହିତ ହୋଇଗଲା ଏବଂ ସକାଳ ହୋଇଗଲା। ସକାଳ ଆସିବା ପରେ ମଧ୍ୟ ମୁଁ ରୁମ୍ର କବାଟ ବାଡ଼େଇଲି, କିନ୍ତୁ କେହି କବାଟ ଖୋଲିଲେ ନାହିଁ। ମୁଁ ବହୁତ ଚିନ୍ତିତ ଥିଲି। କେହି କବାଟ ଖୋଲୁନଥିଲେ। କିଛି ସମୟ ପରେ ସେ ରୁମ୍ର ଆଉ ଏକ ଚାବି ଆଣି ମୁଁ ନିଜେ କବାଟ ଖୋଲିଲି। ଆଉ ରୁମ୍ ଭିତରେ ଦେଖିବା ପରେ ମୁଁ ଚିତ୍କାର କଲି। ମୋ ବୋହୂର ଚେତାଶୂନ୍ୟ ହୋଇପଡ଼ିଥିଲା। ଅରବିନ୍ଦ ରୁମ୍ରେ କୌଣସି ସ୍ଥାନରେ ଦେଖାଯାଉନଥିଲା। ବୋଧହୁଏ ସେ ବାଥରୁମ୍ରେ ଥିଲା। ମୁଁ ଶୀଘ୍ର ଡାକ୍ତରଙ୍କୁ ଡାକିଲି। ଡାକ୍ତର କହିଲେ ଯେ ସେ କେବଳ ଭୟ କାରଣରୁ ବେହୋସ ହୋଇଯାଇଛନ୍ତି ଏବଂ ତାଙ୍କ ଶରୀରରେ କୌଣସି ପ୍ରକାରର ଆଘାତ ଚିହ୍ନ ନଥିଲା। ଅରବିନ୍ଦଙ୍କ ଚେହେରା ମଧ୍ୟ ଚିନ୍ତା ଦେଖାଯାଉଥିଲା। ଲାଗୁଥିଲା ଯେ ସେ ମଧ୍ୟ ଏହିସବୁ ପରିସ୍ଥିତି ପାଇଁ ଅସୁବିଧାରେ ଅଛି। ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଡାକ୍ତର ଛାଡ଼ିଥିବା କିଛି ଔଷଧ ଦେବା ପରେ ଡାକ୍ତର କହିଲେ ଯେ ସୁମନ ଶୀଘ୍ର ଚେତନା ଫେରି ପାଇବେ। ଅରବିନ୍ଦ ମଧ୍ୟ ପ୍ରସ୍ତୁତ ହୋଇ ନିଜ ଅଫିସକୁ ଚାଲିଗଲା। ମୁଁ ସୁମନଙ୍କ ପାଖରେ ବସି ରହିଲି। କିଛି ସମୟ ପରେ ସୁମନ ଆଖି ଖୋଲିଲା ଏବଂ ଚେତନା ପାଇବା ମାତ୍ରେ ସେ ବାହାରକୁ ଦୌଡ଼ିବାକୁ ଲାଗିଲା ଆଉ କହିଲେ ଯେ ମୁଁ ଏଠାରେ ରହିବାକୁ ଚାହେଁ ନାହିଁ। ମୋତେ ମୋ ଘରକୁ ଆଉ ମୋ ପିତାମାତାଙ୍କ ନିକଟକୁ ଯିବାକୁ ଦିଅ। ମୁଁ ସୁମନଙ୍କ ହାତ ଧରିଥିଲି ଆଉ କହିଲି, ସୁମନ, ତୁମେ ଏହା କରିପାରିବ ନାହିଁ। ମୁଁ ତୁମକୁ ପୂରା ସତ କହିଥିଲି ଏବଂ ତୁମେ ରାଜି ହୋଇଥିଲ। ତେବେ ତୁମେ ବର୍ତ୍ତମାନ ଏମିତି କାହିଁକି କରୁଛ? କିନ୍ତୁ ସୁମନ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ କାନ୍ଦି କାନ୍ଦି କହିଲେ, ମାଉସୀ, ଦୟାକରି ମୋତେ କ୍ଷମା କର। ମୁଁ ଅସହାୟ। ମୁଁ ଏଠାରେ ରହିପାରିବି ନାହିଁ। ଚିନ୍ତା କର ନାହିଁ। ମୁଁ ମୋର ପିତାମାତାଙ୍କୁ କିଛି କହିବି ନାହିଁ। ମୁଁ ସବୁକିଛି ସମ୍ଭାଳି ନେବି। କେବଳ ମୋତେ ଏହି ଘରେ ରହିବାକୁ କୁହ ନାହିଁ। କିନ୍ତୁ ସୁମନ, ମୋତେ କୁହ, ପ୍ରକୃତରେ କ'ଣ ହେଲା? ସୁମନ, ମୁଁ ସତ କ'ଣ ଜାଣିବାକୁ ଚାହେଁ। ତୁମେ ମୋତେ ପ୍ରତିଶ୍ରୁତି ଦେଇଥିଲ ଯେ ତୁମେ ମୋତେ ଅରବିନ୍ଦଙ୍କ ବିଷୟରେ ସତ କହିବ। ମାଉସୀ, ମୁଁ ଅରବିନ୍ଦଙ୍କ ବିଷୟରେ କିଛି କହିପାରିବି ନାହିଁ। ଯଦି ମୁଁ ଅରବିନ୍ଦଙ୍କ ବିଷୟରେ କହିବି, ସେ ମୋତେ ମାରିଦେବେ। ମୁଁ ମୋ ଜୀବନ ବିଷୟରେ ଚିନ୍ତା କରେ ନାହିଁ, କିନ୍ତୁ ଅରବିନ୍ଦ ମୋ ଭାଇମାନଙ୍କୁ ମଧ୍ୟ ଛାଡ଼ିବେ ନାହିଁ। ଦୟାକରି ମୋତେ ଯିବାକୁ ଦିଅ। ତାଙ୍କ ଆଖିରେ ନିବେଦନ କରିବାର ଏପରି ଦୟାଳୁ ଅଭିବ୍ୟକ୍ତି ଥିଲା ଯେ ମୁଁ ତାଙ୍କୁ ଆଉ
ଅଟକାଇ ପାରିଲି ନାହିଁ। ସୁମନ ଚାଲି ଯାଇଥିଲେ। ମୁଁ କିଛି ସମୟ ମଧ୍ୟରେ ସୁମନଙ୍କ ପିତାମାତାଙ୍କ ଫୋନ୍କୁ ଅପେକ୍ଷା କରିଥିଲି, କିନ୍ତୁ ସେପରି କିଛି ଘଟିନଥିଲା। ବୋଧହୁଏ ସୁମନ ତାଙ୍କ ପିତାମାତାଙ୍କୁ କିଛି କହିନଥିଲେ। ଅରବିନ୍ଦଙ୍କର 3 ପତ୍ନୀ ଏବଂ ଅନ୍ୟମାନେ ସେହିଦିନ ଛାଡ଼ପତ୍ର ଦାବି କରିଥିଲେ, କିନ୍ତୁ ମୁଁ ବୁଝିପାରୁନାହିଁ ସେ ସେପରି କିଛି କରିଲେ ନାହିଁ କାହିଁକି। ଏହାର ଅର୍ଥ ହେଉଛି ସୁମନ ଏବେ ବି ମୋ ପୁଅର ପତ୍ନୀ ଥିଲେ। ମୁଁ ଭାବିଲି ବର୍ତ୍ତମାନ ଅରବିନ୍ଦଙ୍କୁ ଡାକ୍ତରୀ ଯାଞ୍ଚ କରିବି, କିନ୍ତୁ ଅରବିନ୍ଦ ତାଙ୍କ ହୋସରେ ମୋତେ ଏହା କରିବାକୁ କେବେ ଅନୁମତି ଦେଇନଥାନ୍ତେ। ତେଣୁ ଦିନେ ମୁଁ ଅରବିନ୍ଦଙ୍କୁ ଖାଦ୍ୟରେ ଶୋଇବା ବଟିକା ମିଶାଇ ଦେଲି। ଅରବିନ୍ଦ ଗଭୀର ନିଦ୍ରା ଯିବା ମାତ୍ରେ ମୁଁ ଡାକ୍ତରଙ୍କୁ ଡାକିଲି। ଡାକ୍ତର ଅରବିନ୍ଦଙ୍କ କିଛି ରକ୍ତ ନମୁନା ନେଇ କହିଥିଲେ ଯେ ରିପୋର୍ଟ ଆସିବା ମାତ୍ରେ ମୁଁ ଆପଣଙ୍କୁ ଜଣେଇବି। ଡାକ୍ତର ଚାଲିଗଲେ ଏବଂ ମୁଁ ଅରବିନ୍ଦଙ୍କ ରିପୋର୍ଟକୁ ଅପେକ୍ଷା କରିବାକୁ ଲାଗିଲି। ପରଦିନ ଡାକ୍ତର ଫୋନ୍ କରି କହିଥିଲେ ଯେ ଅରବିନ୍ଦ ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ତାଙ୍କର ସମସ୍ତ ରିପୋର୍ଟ ସ୍ୱାଭାବିକ ଥିଲା। ଏହା ଶୁଣିବା ପରେ ମୋର ଆଶ୍ଚର୍ଯ୍ୟ ହେବାର କୌଣସି ସୀମା ନଥିଲା। ଯଦି ଅରବିନ୍ଦ ସ୍ୱାଭାବିକ, ତେବେ ବିବାହର ପ୍ରଥମ ରାତିରେ କାହିଁକି ତାଙ୍କ ପତ୍ନୀମାନେ ପଳାୟନ କରନ୍ତି? ମୋର ମନ ବିସ୍ଫୋରଣ ହେବାକୁ ଲାଗିଲା। କିଛି ଭାବିବା ପରେ ମୁଁ ସୁମନଙ୍କ ନିକଟକୁ ଗଲି। ସୁମନଙ୍କ ପିତାମାତା ମୋର ବହୁତ ସ୍ୱାଗତ କଲେ। ସୁମନଙ୍କ ପିତାମାତା ମୋତେ ବହୁତ ସମ୍ମାନ କରୁଥିଲେ। ବୋଧହୁଏ ସେମାନେ ସତ୍ୟ ଜାଣିନଥିଲେ। ସେମାନେ ଭାବିଲେ ମୁଁ ସେମାନଙ୍କ ଝିଅକୁ ଘରକୁ ନେବାକୁ ଆସିଛି। ଆଉ ତାପରେ ମୁଁ ସୁମନଙ୍କ ନିକଟକୁ ଗଲି। ସେ ମୋତେ ଦେଖିଲା ମାତ୍ରେ ଡରିଗଲା। ସେ ଆମ ସହିତ ଅଧିକ ସମୟ ବସିନଥିଲେ ଏବଂ ରୁମ୍ ଭିତରକୁ ଗଲେ। ମୁଁ ମଧ୍ୟ ସୁମନଙ୍କୁ ତାଙ୍କ ରୁମ୍କୁ ଅନୁସରଣ କଲି। ମୋତେ ଦେଖିବା ମାତ୍ରେ ସୁମନ କହିଲେ, ମାଉସୀ, ମୁଁ ତୁମକୁ ଏହା ମଧ୍ୟ କହିଥିଲି ଯେ ମୁଁ ତୁମ ଘରେ ରହିପାରିବି ନାହିଁ। ତେବେ ତୁମେ ମୋତେ ନେବାକୁ କାହିଁକି ଆସିଲ? ମୁଁ ସୁମନଙ୍କୁ ଅତି ସ୍ନେହରେ ମୋ ନିକଟର କରି ତା ଆଗରେ ହାତ ଯୋଡ଼ି କହିଲି, ସୁମନ, ଏବେ ତୁମେ ମୋର ଶେଷ ଆଶାର କିରଣ। ମୋ ପୁଅର ପ୍ରକୃତରେ କ'ଣ ଅଭାବ ଅଛି, ତାହା କେବଳ ତୁମେ ମୋତେ କହିପାରିବ। ଜଣେ ଅସହାୟ ମା ତୁମକୁ ହାତ ଯୋଡ଼ି ନିବେଦନ କରୁଛି, ଦୟାକରି ମନା କର ନାହିଁ। ମୋ ଆଖିରେ ଲୁହ ଏବଂ ମୋ ହାତ ଯୋଡ଼ା ଦେଖି ସୁମନ ମୋ ହାତ ଧରି କହିଲା, ମାଉସୀ, ମୁଁ ଅସହାୟ, ଦୟାକରି ମୋ ଆଗରେ ହାତ ଯୋଡ଼ ନାହିଁ। ଯେତେବେଳେ ସୁମନ କୌଣସି ପ୍ରକାର ସତ କହିବାକୁ ରାଜି ହୋଇନଥିଲେ, ସେତେବେଳେ ମୁଁ ସୁମନଙ୍କୁ କହିଲି, ଠିକ୍ ଅଛି, ତୁମ ପାଟିରେ କିଛି କୁହ ନାହିଁ। ମୁଁ ନିଜ ଆଖିରେ ଦେଖିବି, କିନ୍ତୁ ତୁମେ ମୋତେ ସାହାଯ୍ୟ କରିପାରିବ ନା? ଆଜି ରାତିରେ ତୁମେ ମୋ ପୁଅର ରୁମ୍ରେ ରୁହ। ମୁଁ ସମ୍ପୂର୍ଣ୍ଣ ସତ୍ୟକୁ ନିଜ ଆଖିରେ ଦେଖିବି। ପ୍ରଥମେ ସୁମନ ଭୟଭୀତ ହେଲେ, କିନ୍ତୁ ମୁଁ ବହୁତ ବୁଝାଇବା ପରେ ଯେ ମୁଁ ତୁମ ସହିତ ରହିବି, ତୁମ ସହିତ କିଛି ହେବ ନାହିଁ, ସେ ରାଜି ହେଲେ। ମୁଁ ସୁମନଙ୍କୁ ତାଙ୍କ ଘର ଆଣିବା ପରେ ତାଙ୍କ ପିତାମାତା ଖୁସିରେ ନିଜ ଝିଅକୁ ବିଦାୟ ଦେଇଥିଲେ। ମୁଁ ପୁଣି ଥରେ ସୁମନଙ୍କୁ ନୂଆ ବୋହୂ ବେଶ କରି ଏବଂ ତାଙ୍କୁ ଅରବିନ୍ଦଙ୍କ ରୁମ୍ରେ ବସେଇଲି। ମୁଁ ଅରବିନ୍ଦଙ୍କୁ ଫୋନ୍ କରି କହିଲି ଯେ ସୁମନ ଘରକୁ ଆସିଛନ୍ତି। ତୁ ମଧ୍ୟ ଅଫିସରୁ ଶୀଘ୍ର ଆସ। ମୁଁ ଆଜି ଘରେ ରହିବି ନାହିଁ। ତୋ ମାଉସୀ ଅସୁସ୍ଥ ଅଛନ୍ତି। ମୁଁ ସେଠାକୁ ଯାଉଛି ଏବଂ ରାତି ସାରା ସେଠାରେ ରହିବି। ମୋ କଥା ଶୁଣିବା ପରେ ଅରବିନ୍ଦ କେବଳ ହଁର ଉତ୍ତର ଦେଲା। ତାପରେ ଫୋନ୍କୁ ସଂଯୋଗ ବିଚ୍ଛିନ୍ନ କଲା। ମୁଁ ଅରବିନ୍ଦଙ୍କ ରୁମ୍ରେ ଲୁଚି ବସିଥିଲି ଆଉ ମୁଁ ନିଜ ଆଖିରେ ସବୁକିଛି ଦେଖିବାକୁ ଚାହୁଁଥିଲି। କିଛି ସମୟ ପରେ କବାଟ ଖୋଲି ଅରବିନ୍ଦ ରୁମ୍ ଭିତରକୁ ପ୍ରବେଶ କଲା। ସେ ସୁସଜ୍ଜିତ ସୁମନଙ୍କ ଉପରେ ନଜର ପକାଇଲା। ଆଉ କିଛି ନ କହି ସେ ବାଥରୁମ୍ ଭିତରକୁ ପ୍ରବେଶ କଲା। ସୁମନ ଭୟଭୀତ ହୋଇ ବସିଥିଲେ, ଯେପରି ସେ ଉଠି ପଳାଇଯିବେ। ମୁଁ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ସହିତ ଆଗାମୀ ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି। ତାପରେ ହଠାତ୍ ଜଣେ ମହିଳା ଚିତ୍କାରର ଶବ୍ଦ ବାଥରୁମ୍ରୁ ଆସିବାକୁ ଲାଗିଲା। ସୁମନ ଏହି ଶବ୍ଦ ଶୁଣିବା ମାତ୍ରେ ସେ ବିଛଣାରୁ ଓହ୍ଲାଇ ଠିଆ ହେଲେ। ସେ ଭୟଭୀତ ହୋଇ ଥରି ଉଠୁଥିଲେ। ମୁଁ ମଧ୍ୟ ସେଠାରେ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଥିଲି। ଭିତରକୁ ତ ଅରବିନ୍ଦ ଯାଇଥିଲା ଏବଂ ତାପରେ ଏହି ମହିଳାଙ୍କ ସ୍ୱର ଶୁଣାଗଲା କାହିଁକି? ଠିକ୍ ସେତିକିବେଳେ ଅରବିନ୍ଦ ବାହାରକୁ ଆସିଲା ଏବଂ ମୁଁ ଅରବିନ୍ଦଙ୍କୁ ଦେଖିବା ମାତ୍ରେ ମୁଁ ପ୍ରାୟ ହତାଶ ହୋଇଗଲି। ସେ ରୂପକୁ ସମ୍ପୂର୍ଣ୍ଣ ରୂପେ ବଦଳା ଦେଇଥିଲା। ସେ ମହିଳା ପୋଷାକ ପିନ୍ଧିଥିଲା। ସେ ବହୁତ ହାସ୍ୟାସ୍ପଦ କିମ୍ବା ଅଧିକ ଭୟାନକ ମେକଅପ୍ କରିଥିଲା।
ଯେପରି ତାଙ୍କ ଆଖିରେ ରକ୍ତ ଅଛି। ସେ ଗୋଟିଏ ଝିଅ ପରି ପାଟି କରୁଥିଲା ଆଉ କହୁଥିଲା, ମୁଁ ତୁମକୁ ମୋ ଜୀବନରେ ଆଉ ଆସିବାକୁ ବାରଣ କରିଥିଲି। ତୁମ ମୋ କଥା ଶୁଣିଲ ନାହିଁ। ବର୍ତ୍ତମାନ ତୁମେ ନିଜ ମୃତ୍ୟୁ ପାଇଁ ଦାୟୀ ରହିବ। ବହୁତ ଭୟାନକ ହସୁଥିଲା ଅରବିନ୍ଦ ସୁମନ ଆଡ଼କୁ ଆସୁଥିଲା। ସୁମନ ମଧ୍ୟ ପାଟି କରି ମୋ ପାଖକୁ ଆସିଲା। ମୁଁ ମଧ୍ୟ ବାହାରକୁ ଆସି ଅରବିନ୍ଦଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲି। ଅରବିନ୍ଦ, ତୋର କ'ଣ ହେଲା? ତୁ ହୋସରେ ଅଛୁ କି ନାହିଁ? ଅରବିନ୍ଦ ମୋତେ ଜୋରରେ ଠେଲିଦେଲା ଆଉ କହିଲା, ଅରବିନ୍ଦ କିଏ? ମୋର ନାମ ପରମିଲା। ସୁଯୋଗ ଦେଖି ସୁମନ ରୁମ୍ରୁ ଦୌଡ଼ି ପଳାଇଲା। ଅରବିନ୍ଦ ପୁନର୍ବାର ମୋ ଆଡ଼କୁ ଆସିବା ପୂର୍ବରୁ ମୁଁ ମଧ୍ୟ ରୁମ୍ରୁ ବାହାର ବନ୍ଦ କରିଦେଲି। ମୁଁ ବାହାରେ ମଧ୍ୟ ଅରବିନ୍ଦଙ୍କ ଭୟଙ୍କର ହସ ଶୁଣିପାରୁଥିଲି। ମୁଁ ଭୟରେ ଥରୁଥିବା ସୁମନକୁ ମୋ ଛାତିରେ ଜାବୁଡ଼ି ଧରିଲି। ଯଦିଓ ମୁଁ ନିଜେ ବହୁତ ନର୍ଭସ୍ ଏବଂ ଭୟଭୀତ ଥିଲି। ସେ କହିଲେ, ମାଉସୀ, ମୁଁ ମରିବାକୁ ଚାହେଁ ନାହିଁ। ଅରବିନ୍ଦ ମୋତେ ଜୀବନରୁ ଛାଡ଼ିବେ ନାହିଁ। ଯେ ମୁଁ ଯଦି କାହାକୁ କିଛି କହିବି, ସେ ମୋତେ ମୋ ଭାଇମାନଙ୍କ ସହିତ ମାରିଦେବେ। ମୋତେ ଏବଂ ମୋ ଭାଇମାନଙ୍କୁ ମାଉସୀ ଦୟାକରି ରକ୍ଷା କରିବ। ମୁଁ କହିଲି, ସୁମନ, କିଛି ଘଟିବ ନାହିଁ। ଶାନ୍ତ ହୁଅ। ମୁଁ ସବୁ କିଛି ସମ୍ଭାଳିବି। ମୋର ମସ୍ତିଷ୍କ କିଛି କାମ କରିବା ଆରମ୍ଭ କଲା। ସେତେବେଳେ ମୋ ମନକୁ ଆସିଥିବା ପ୍ରଥମ ଚିନ୍ତାଟି ହେଲା ଯେ ଅରବିନ୍ଦଙ୍କୁ କିଛି ଭୂତ ଧାରଣ କରିନାହିଁ ତ? ମୁଁ ସୁମନଙ୍କୁ ମୋ ରୁମ୍ରେ ଶୁଆଇଥିଲି ଏବଂ ଯେତେବେଳେ ମୁଁ ସକାଳୁ ଉଠିଲି ସେତେବେଳେ ମୋର ପରିବାରର ଡାକ୍ତରଙ୍କୁ ଫୋନ୍ କଲି। ଡାକ୍ତର ଆମ ଘରେ 8ଟାରେ ପହଞ୍ଚିଥିଲେ। ମୁଁ ତାଙ୍କୁ ପୁରା ପରିସ୍ଥିତି ବିଷୟରେ ଜଣାଇଲି। ମୁଁ ଡାକ୍ତରଙ୍କୁ ମଧ୍ୟ କହିଥିଲି ଯେ ମୁଁ ଭାବୁଛି ଅରବିନ୍ଦ ଭୂତଙ୍କ ଅଧୀନରେ ଅଛନ୍ତି। ମୋ କଥା ଶୁଣିବା ପରେ ଡାକ୍ତର କହିଲେ ଯେ ମୁଁ ଲାଗୁନି ଯେ ସେ ଭୂତଙ୍କ ଅଧୀନରେ ଅଛନ୍ତି ବୋଲି। ମୋ ପାଇଁ ଅରବିନ୍ଦ ଜଣେ ମାନସିକ ରୋଗୀ ପରି ମନେ ହୁଏ। ସେ ପାଗଳ ପରି ବ୍ୟବହାର କରନ୍ତି। ଏହିପରି ରୋଗୀମାନେ ଏକ ଚଳଚ୍ଚିତ୍ର କିମ୍ବା କାହାଣୀରେ ବୁଡ଼ି ରହି ତାଙ୍କ ଚରିତ୍ରରେ ବୁଡ଼ି ଯାଆନ୍ତି, କିନ୍ତୁ ଟେନସନ୍ ନିଅନ୍ତୁ ନାହିଁ। ଏହି ରୋଗର ଉପଶମ ହେଉଛି ପ୍ରିୟଜନଙ୍କ ପ୍ରେମ ଏବଂ କିଛି ଔଷଧ ସାହାଯ୍ୟରେ ରୋଗୀ ଆରୋଗ୍ୟ ଲାଭ କରେ। ଏହା କିଛି ସମୟ ନେଇଥାଏ, କିନ୍ତୁ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଏ। ନୂତନ ବୋହୂକୁ ଦେଖିବା ପରେ ଅରବିନ୍ଦଙ୍କର ପାଗଳାମି ବାହାରୁଛି ଏବଂ ଅରବିନ୍ଦ କାହିଁକି ଏହି ଜବରଦଖଲ ପାଇଥାଏ, ତାହାର ସୂତ୍ର ତାଙ୍କ ରୁମ୍ରେ ନିଜେ ମିଳିବ। ଥରେ ଏହି ସୂଚନା ପାଇବା ପରେ ଆମେ ତାଙ୍କୁ ଭଲ ଚିକିତ୍ସା କରିବାକୁ ସମର୍ଥ ହେବା। ଡାକ୍ତର ମୋତେ ସାନ୍ତ୍ୱନା ଦେଇ ଚାଲିଗଲେ। ସୁମନ ଜାଗ୍ରତ ହୋଇ ରାତିଠାରୁ ଟିକେ ସ୍ୱାଭାବିକ ଦେଖାଯାଉଥିଲା। ମୁଁ ତାଙ୍କ ଜଳଖିଆ କରେଇଥିଲି। ଜଳଖିଆ ଖାଇବା ସମୟରେ ସୁମନ କହିଲେ ଯେ ମୁଁ ଭାବୁଛି ବର୍ତ୍ତମାନ ମୋତେ ମୋ ଘରକୁ ଯିବା ଉଚିତ। ମୁଁ ସୁମନଙ୍କ ମୁଣ୍ଡକୁ ସ୍ନେହରେ ହାତ ବୁଲାଇବା ବେଳେ ମୁଁ କହିଲି, ସୁମନ, ସର୍ବପ୍ରଥମେ ତୁମେ ମୋତେ ମାଉସୀ ବୋଲି ଡାକିବା ବନ୍ଦ କର। ତାପରେ ମୋତେ ମମି ବୋଲି ଡାକ ଏବଂ ଦ୍ୱିତୀୟତଃ ବର୍ତ୍ତମାନ ଏହା ତୁମର ଘର। ମାଉସୀ, ତୁମେ ନିଜ ଆଖିରେ ଏସବୁ ଦେଖିବା ପରେ ମଧ୍ୟ ଏସବୁ କିପରି କରିପାରୁଛ? ସୁମନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ମୁଁ କହିଲି, ମୁଁ ବର୍ତ୍ତମାନ ଡାକ୍ତରଙ୍କ ସହ କଥା ହୋଇଥିଲି। ଅରବିନ୍ଦ ସମ୍ପୂର୍ଣ୍ଣ ଭଲ ହୋଇଯିବେ। ତାଙ୍କୁ କେବଳ ଟିକିଏ ପ୍ରେମ ଏବଂ ଟିକିଏ ଯତ୍ନ ଦରକାର, ଯାହାକୁ ଆମେ ଦୁହେଁ ଏକାଠି ଦେବୁ। ମୋତେ ବିଶ୍ୱାସ କର, ଅରବିନ୍ଦ ବହୁତ ଭଲ ପୁଅ। ତୁମକୁ ସେ ବହୁତ ଭଲ ପାଇବା ଦେବ। ମୁଁ ସୁମନଙ୍କୁ ବହୁତ ସ୍ନେହପୂର୍ଣ୍ଣ ଭାବରେ କହିଲି, ଦୟାକରି ମୋତେ ଥରେ ମମି ବୋଲି ଡାକ। ଏବଂ ସୁମନ ହସ ଖୁସିରେ ମୋତେ ମମି ବୋଲି ଡାକିଲେ, ଯାହା ଶୁଣି ମୋ ଥଣ୍ଡା ପଡ଼ିଗଲା। ମୁଁ ଆଶାର କିରଣ ଦେଖିଲି ଯେ ମୋ ପୁଅ ଭଲ ହେବ ଏବଂ ସେ ମଧ୍ୟ ସ୍ଥିର ହୋଇଯିବେ। ରାତି ପ୍ରାୟ 10ଟା ସମୟରେ ଅରବିନ୍ଦଙ୍କ କବାଟରେ ଏକ ନକ୍ ଶବ୍ଦ ଶୁଣାଗଲା। ମୁଁ କବାଟ ଖୋଲିଥିଲି। ମୁଁ ସୁମନଙ୍କୁ ମୋ ରୁମ୍କୁ ପଠାଇଥିଲି। ଅରବିନ୍ଦ ସତେଜ ଏବଂ ପ୍ରସ୍ତୁତ ଠିଆ ହୋଇଥିଲା। ସେ ମୋତେ ଦେଖିବା ମାତ୍ରେ ଅସନ୍ତୋଷ ପ୍ରକାଶ କରି କହିଲା, ମା, କିଏ ମୋ କବାଟକୁ ବାହାରୁ ବନ୍ଦ କରିଦେଇଥିଲା? ମୋତେ ଅଫିସ ଯିବା ପାଇଁ ବିଳମ୍ବ ହେଉଛି। ସେ ଅତି ସାଧାରଣ ଭାବରେ କଥାବାର୍ତ୍ତା ହେଉଥିଲା। ମୁଁ ଜାଣେ ନାହିଁ ପୁଅକୁ ଏହା କିପରି ବନ୍ଦ ହେଲା। ଆସି ତ ଜଳଖିଆ ଖା। ମୁଁ ତାଙ୍କୁ କିଛି ସନ୍ଦେହ କରିବାକୁ ଦେଇନଥିଲି। ଅରବିନ୍ଦ ଜଳଖିଆ ଖାଇ ଅଫିସ ଚାଲିଗଲା। ଅରବିନ୍ଦ ଅଫିସ ଯିବା ମାତ୍ରେ ମୁଁ ଅରବିନ୍ଦଙ୍କ ରୁମ୍କୁ ଗଲି ଆଉ ଯାଇ ତାଙ୍କ ରୁମ୍ର
ତଲାସି ନେଲି। ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଲା ନାହିଁ। ମୁଁ ମୋ ସାମ୍ନାରେ ଟେବୁଲରେ କିଛି ବହି ଦେଖିଲି। ସୁମନ ମଧ୍ୟ ମୋ ପାଖକୁ ଆସିଲେ। ସମସ୍ତ ପୁସ୍ତକ ସମାନ ଥିଲା। ସମସ୍ତ ପୁସ୍ତକ ମଧ୍ୟରେ କେବଳ ଗୋଟିଏ ଉପନ୍ୟାସ ଥିଲା, ଯେଉଁଥିରେ ପରିମିଲା ନାମକ ଏକ ଝିଅ ଥିଲେ। ବିବାହର ଠିକ୍ ରାତିରେ ତାଙ୍କ ସ୍ୱାମୀ ତାଙ୍କୁ ରୁମ୍ରୁ ବାହାର କରିଦେଇଥିଲେ ଏବଂ ପରଦିନ ସେ ଆଉ ଗୋଟିଏ ବୋହୂଟିଏ ଆଣିଥିଲେ। ପ୍ରମିଳା ଧୀରେ ଧୀରେ ମାନସିକ ସ୍ତରରେ ଅସୁସ୍ଥ ହେଲେ। ସେ ନୂଆ ବୋହୂକୁ ଦେଖିବା ମାତ୍ରେ ଜବରଦଖଲ କରୁଥିଲେ। ଯେତେବେଳେ ସେ ବିବାହରେ ନୂଆ ବୋହୂଟିଏ ଦେଖୁଥିଲେ, ସେ ତାଙ୍କୁ ମାରିବାକୁ ଦୌଡ଼ୁଥିଲେ। ପ୍ରମିଳାଙ୍କ ଶାଶୁଘର ଲୋକ ତାଙ୍କୁ ପାଗଳ ଘୋଷଣା କରି ତାଙ୍କ ମାଆଙ୍କ ଘରକୁ ପଠାଇଦେଲେ। ବୋହୂଟିଏ ଦେଖିବା ପରେ ପ୍ରମିଳାଙ୍କ ପାଗଳାମୀ କମି ନଥିଲା ଏବଂ ଅରବିନ୍ଦ ନିଜକୁ ପରିମିଲା ଚରିତ୍ରରେ ନେଇ ପଶିଯାଇଥିଲେ। ମୁଁ ଡାକ୍ତରଙ୍କୁ ଫୋନ୍ କଲି ଏବଂ ତାଙ୍କୁ ସବୁକିଛି କହିଲି। ଡାକ୍ତର କହିଲେ ଯେ ଆପଣ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ମୁଁ କିଛି ଔଷଧ ଦେବି ଏବଂ ତୁମକୁ ସେହି ସମସ୍ତ ଉପନ୍ୟାସ ପୁସ୍ତକକୁ ଅରବିନ୍ଦଙ୍କ ରୁମ୍ରୁ ଫିଙ୍ଗିବାକୁ ପଡ଼ିବ। ଧୀରେ ଧୀରେ ଅରବିନ୍ଦଙ୍କୁ ପ୍ରେମର ସହିତ କଥା ହେବାକୁ ପଡ଼ିବ ଏବଂ ତାଙ୍କୁ ପରିମିଲାଙ୍କ ଚରିତ୍ରରୁ ବାହାର କରିବାକୁ ପଡ଼ିବ। ଧୀରେ ଧୀରେ ଡାକ୍ତରଙ୍କ ଔଷଧ ଏବଂ ସୁମନ ଏବଂ ମୋର କଠିନ ପରିଶ୍ରମ ସହିତ ଅରବିନ୍ଦ ସୁସ୍ଥ ହେବାକୁ ଲାଗିଲା। ସୁମନ ଅରବିନ୍ଦଙ୍କ ସାମ୍ନାରେ ସରଳ ରହିଲେ ଏବଂ କୌଣସି ମେକଅପ୍ କରୁନଥିଲେ। ଅରବିନ୍ଦଙ୍କ ଆଚରଣରେ ବହୁତ ପରିବର୍ତ୍ତନ ଆସିଥିଲା। ମୁଁ ତାଙ୍କ ଆଖିରେ ସୁମନଙ୍କ ପ୍ରତି ପ୍ରେମ ଦେଖିଥିଲି। ସୁମନ କୁଆଡ଼େ ଗଲେ ଅରବିନ୍ଦଙ୍କ ଆଖି ତାକୁ ଅନୁସରଣ କରୁଥିଲା। ଆଜି ଅରବିନ୍ଦଙ୍କ ଚିକିତ୍ସା ହେବାର 3 ମାସ ବିତିଗଲାଣି। ସୁମନ ମୋତେ ସମର୍ଥନ କରିଥିଲେ। ଆଉ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ମୁଁ ତାଙ୍କ ଉପରେ ପ୍ରଭାବିତ ହୋଇଥିଲି। ମୁଁ ବହୁତ ଭଲ କାର୍ଯ୍ୟ କରିଥିଲି ଯେ ସୁମନଙ୍କ ପରି ଏକ ବୋହୂ ପାଇଲି। ସୁମନ ତଥାପି ମୋ ରୁମ୍ରେ ମୋ ସହିତ ଶୋଉଥିଲେ, କିନ୍ତୁ ଆଜି ମୁଁ ସ୍ଥିର କରିଥିଲି ଯେ ସବୁକିଛି ଚୂଡ଼ାନ୍ତ ହେବା ଉଚିତ। ମୁଁ ନିଶ୍ଚିତ ଯେ ବର୍ତ୍ତମାନ ଅରବିନ୍ଦ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ମୁଁ ସୁମନଙ୍କୁ କହିଲି ଯେ ସୁମନ, ଆଜି ତୁମକୁ ଶେଷ ପଦକ୍ଷେପ ନେବାକୁ ପଡ଼ିବ। ଏହାପରେ ତୁମ ଜୀବନରେ କେବଳ ସୁଖ ମିଳିବ। ସୁମନ ଆଶ୍ଚର୍ଯ୍ୟ ଭାବରେ ମୋତେ ଦେଖିଲେ। ତାପରେ ମୁଁ ତାଙ୍କୁ ବୁଝେଇଲି ଯେ ସୁମନ, ଆଜି ତୁମେ ଅରବିନ୍ଦଙ୍କ ରୁମ୍ରେ ବୋହୂଟିଏ ଭାବରେ ବସିବାକୁ ପଡ଼ିବ। ସୁମନ ମୋ କଥା ଶୁଣିବା ପରେ ଭୟଭୀତ ହେଲେ, କିନ୍ତୁ ସେତେବେଳେ ସେ ଶୀଘ୍ର ଶାନ୍ତ ହେଲେ। ବୋଧହୁଏ ସେ ମଧ୍ୟ ନିଶ୍ଚିତ ଥିଲେ ଯେ ଅରବିନ୍ଦ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି। ସେ ଅରବିନ୍ଦଙ୍କ ଆଖିରେ ମଧ୍ୟ ତାଙ୍କ ପାଇଁ ପ୍ରେମ ଦେଖିଥିଲେ। ଆଉ ମୁଁ ବୁଝାଇଲି ଯେ ସୁମନ, ତୁମର ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ତୁମକୁ କବାଟ ଖୋଲା ରଖିବାକୁ ପଡ଼ିବ। ତୁମ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ନ ହେବା ପର୍ଯ୍ୟନ୍ତ ମୁଁ କବାଟ ପାଖରେ ଠିଆ ହେବି। ତୁମେ କିଛି ଭୁଲ ଅନୁଭବ କରିବା ମାତ୍ରେ ତୁରନ୍ତ ବାହାରକୁ ବାହାରି ଆସିବ। ରାତିରେ ଅରବିନ୍ଦଙ୍କ ଆସିବା ପୂର୍ବରୁ ମୁଁ ସୁମନଙ୍କୁ ବୋହୂଟିଏ ପରି ସଜାଇଥିଲି। ମୁଁ ଅରବିନ୍ଦଙ୍କ ଶଯ୍ୟାକୁ ମଧ୍ୟ ବହୁତ ସୁନ୍ଦର ଭାବରେ ସଜାଇଥିଲି। ଅରବିନ୍ଦ ଆସିବାର ସମୟ ହୋଇଥିଲା। ମୁଁ ସୁମନଙ୍କୁ ସଜାଇଥିଲି ଆଉ ତାଙ୍କୁ ବେଡ୍ ଉପରେ ବସାଇ ବାହାରକୁ ଆସିଥିଲି। କିଛି ସମୟ ପରେ ଅରବିନ୍ଦ ଆସିଲା। ଅରବିନ୍ଦ ଖାଦ୍ୟ ଖାଉଥିଲା। ତାର ଆଖି ଏଠାରେ ଏବଂ ସେଠାରେ କିଛି ଖୋଜୁଥିଲା। ମୁଁ ବୁଝିଗଲି ଅରବିନ୍ଦ କାହାକୁ ଖୋଜୁଥିଲା, କିନ୍ତୁ ମୁଁ ଜାଣି ନ ଜାଣିଲା ପରି ଥିଲି। କିଛି ସମୟ ପରେ ଅରବିନ୍ଦ ନିଜେ କହିଲା, ମମି, ସୁମନ କୌଣସି ସ୍ଥାନରେ ଦେଖାଯାଉନାହାନ୍ତି। ସେ କୌଣସି ସ୍ଥାନକୁ ଯାଇଛନ୍ତି କି? ମୁଁ କହିବା ପୂର୍ବରୁ ଶ୍ରୁତି କହିଲା, ଭାଉଜ ତ ତୁମ। ଶ୍ରୁତି କଥା ଶେଷ କରିବା ପୂର୍ବରୁ ମୁଁ ତାଙ୍କୁ ଚୁପ୍ କରିଥିଲି ଆଉ ମୁଁ ହସି ହସି କହିଲି, ଅରବିନ୍ଦ, ତୁ ପ୍ରଥମେ ଖାଇବା ଶେଷ କର ଏବଂ ତାପରେ ତୋ ରୁମ୍କୁ ଯା। ତାପରେ ତୁ ତୋର ପ୍ରଶ୍ନର ଉତ୍ତର ପାଇବୁ। ଖାଦ୍ୟ ଖାଇବା ପରେ ଅରବିନ୍ଦ ତାଙ୍କ କୋଠରୀକୁ ଗଲେ। ମୋ ହୃଦୟ ଦ୍ରୁତ ଗତିରେ ଧକ୍ ଧକ୍ କରୁଥିଲା। ମୁଁ ଜାଣେ ନାହିଁ ବର୍ତ୍ତମାନ କ'ଣ ହେବ। ହେ ଭଗବାନ, ସବୁକିଛି ଠିକ୍ କରିବ। ମୁଁ ମଧ୍ୟ ଅରବିନ୍ଦଙ୍କ ଅନୁସରଣ କଲି ଏବଂ କବାଟ ବାହାରେ ଅଟକିଗଲି। ଭିତରର ସବୁ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ବାହାରେ କାନ ଲଗାଇ ଶୁଣିବାକୁ ଚେଷ୍ଟା କଲି। ମୁଁ ବହୁତ ସମୟ ଧରି ଛିଡ଼ା ହୋଇଥିଲି, କିନ୍ତୁ ଶାନ୍ତି ରହିଥିଲା ଏବଂ କିଛି ସମୟ ପରେ ମୁଁ ସୁମନ ଏବଂ ଅରବିନ୍ଦଙ୍କ ପାଟି ଶୁଣିବାକୁ ପାଇଲି, ଯାହା ପ୍ରେମରେ ବୁଡ଼ିବା ପରି ପାଟି ଥିଲା।
ମୁଁ ହସିଲି ଏବଂ ମୋ ଭିତରେ ଶାନ୍ତି ବ୍ୟାପିଗଲା। ମୋ ମନରେ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲି ଏବଂ ମୋ ରୁମକୁ ଆସି ଶାନ୍ତିରେ ଶୋଇଲି। ମୁଁ ସକାଳେ ବିଳମ୍ବରେ ଆଖି ଖୋଲିଲି। ମୁଁ ଶୀଘ୍ର ଉଠି ରୋଷେଇଶାଳା ଆଡ଼କୁ ଦୌଡ଼ିଗଲି ଏବଂ ସୁମନଙ୍କୁ ପୂର୍ବରୁ ରୋଷେଇ ଘରେ ଉପସ୍ଥିତ ଥିବା ଦେଖିବାକୁ ପାଇଲି। ମୋତେ ଦେଖି ସୁମନଙ୍କ ମୁହଁରେ ଏକ ହସ ଦେଖାଗଲା। ମୁଁ ସୁମନଙ୍କ ତଳକୁ କରିଥିବା ଆଖି ଆଉ ଲଜ୍ଜାଜନକ ହସରୁ ଜାଣିଲି ଯେ ସବୁକିଛି ଠିକ୍ ଅଛି। ମୁଁ ସ୍ନେହରେ ସୁମନଙ୍କ କପାଳକୁ ଚୁମ୍ବନ କଲି ଆଉ କହିଲି, ସୁମନ, ତୁମେ ଏତେ ଶୀଘ୍ର ରୋଷେଇ ଘରେ କ'ଣ କରୁଛ? ସୁମନ ଟିକିଏ ଲଜ୍ଜା ଅନୁଭବ କରି କହିଲା, ମମି, ଅରବିନ୍ଦ କଫି ଚାହୁଁଥିଲେ ଏବଂ ମୁଁ ତାହା ତିଆରି କରୁଥିଲି। ସୁମନ କଫି ତିଆରି କଲେ ଆଉ ମୁଁ ହଲ୍ ଭିତରକୁ ଆସି ସୋଫାରେ ବସି ଆଖି ବନ୍ଦ କରିଦେଲି। ଆଜି ମୋ ଅରବିନ୍ଦ ଏବଂ ସୁମନଙ୍କ ଜୀବନରେ କେବଳ ସୁଖ ଥିଲା। ଭଗବାନ, ମୋ ପରିବାରକୁ ଯେମିତି କାହାର ନଜର ନ ଲାଗୁ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଆଶା କରୁଛି ଆପଣମାନଙ୍କୁ ମୋ କାହାଣୀଟି ପସନ୍ଦ ଆସିଥିବ। ଆଉ କାହାଣୀଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଲାଇକ୍ କରିବାକୁ ଜମା ଭୁଲିବେନି। ଆଉ ଯଦି ଚ୍ୟାନେଲକୁ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ମୁଁ ପୁଣି ଆସିବି ଆଉ ଗୋଟେ ସୁନ୍ଦର ନୂଆ ଲଭ୍ ଷ୍ଟୋରି ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ। ବାଏ ବାଏ ଆଣ୍ଡ ଟେକ୍ କେୟାର।